पेज केते रे 306 संवाद लिख प्रथम पूरा पढ़ी दउची सुनो तापर ताके बुझेबा हैला बही देख समस्त पाखे बही अछि तो बही देख तो संवाद लिखन आसण मनुष्य एक सामाजिक प्राणी निज केवल बचे ना अन्य बचे सहित अनेक सुख दुख से भागीदार हुए अन्य भल मंद खबर जाना से व्यग्र हो उठे यह तार प्रकृति समाजर भल मंद खबर जाना तार प्रकाशन आम संवाद बोली कहू ସମାଜରେ ଯେକୌଣସି ତମେ ସାଧାରଣତଃ ଜାଣିଛ ମନୁଷ୍ୟ କେବଳ ସମସ୍ତଙ୍କୁ ନେଇକି ବଞ୍ଚେ ଏକୁଟିଆ ସେ ରହିପାରିବ ନାହିଁ ସମାଜର ସୁଖ ଦୁଃଖକୁ ତମେ କଣ ଏକୁଟିଆ ବଞ୍ଚୁଛ ତମ ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନେଇକି ବଞ୍ଚୁଛ ତେଣୁ ମଣିଷ ନେଇକି ବଞ୍ଚେ ତ ସେଇ ସମାଜରେ ଘଟୁଥିବା ଭଲ ମନ୍ଦ ଘଟଣା ଆଖି ସାମ୍ନାରେ ଯାହା ସବୁ ଘଟଣା ଘଟୁଛି ଆମେ ନ୍ୟୁଜ ପେପର ସମସ୍ତେ ନ୍ୟୁଜ ପେପର ପଢୁଥିବ ଯଦି ନ ପଢୁଛ କେବେ ନା କେବେ ପଢିଛ ଲାଇଫରେ ଥରେ ତ ତା ଭିତରେ ଯୋଉ ଲେଖା ଗୁଡିକ ବାହାରେ ଖବର ଗୁଡିକ ବାହାରେ ଯୋଉ ଆର୍ଟିକଲ ଗୁଡିକ ସେଗୁଡିକ କଣ ଥାଏ ଡେଲି ଡେଲିରେ ଯାହା ସବୁ ଘଟଣା ଘଟିଥାଏ ତାକୁ ହିଁ ନେଇକି ବନେଇକି ଲେଖିକି ତମେ କାହିଁକି ନା ତମେ ଆଜି ଆମେ ଏଇ ଜାଗାରେ ଅଛୁ ମାତ୍ର ଏତିକି ଗୋଟେ ଲିମିଟେଡ ଏରିଆ ଭିତରେ ରହିଛୁ ଏଇ ଏରିଆରେ ଯାହା ଘଟଣା ଘଟିଲେ ଆମେ ଜାଣିବୁ କିନ୍ତୁ ଆକୁ ଛାଡିକି ଏବେ ଭୁବନେଶ୍ୱରରେ କଣ ଘଟଣା ଘଟିଲା ଆମେ ଜାଣିପାରିବା କି ଜାଣିପାରିବାନି ଯଦି ଜାଣିବା କେମିତି ଜାଣିବା କୋଉ ସୋର୍ସରୁ ସମାଜ ସରି ସମ୍ବାଦ ନ୍ୟୁଜ ପେପରରୁ ଆମେ ଜାଣିପାରିବା ବା ଖବର କାଗଜ ଜାଣିପାରିବା ତେବେ ଭୁବନେଶ୍ୱର ହେଲା କଟକ ହେଲା ପୁରୀ ହେଲା ଭାରତ ବାହାରେ ହଉ ଭାରତ ଭିତରେ ହଉ ଯୋଉ ବି ସ୍ଥାନରେ ଯୋଉଟା ନାହିଁ ଭଲ ମନ୍ଦ ଖବର ସେଥିପାଇଁ ସେ କହୁଛି ସମାଜର ଭଲ ମନ୍ଦ ଖବର ଜାଣିବା ଓ ତାହାର ପ୍ରକାଶନକୁ ଆମେ ସମ୍ବାଦ ବୋଲି ସେଇ ଖବରକୁ ପ୍ରକାଶ କରିବା ସମସ୍ତେ ଯୋଉମାନେ ଥାନ୍ତି ସମାଜରେ ଆମର ସମ୍ବାଦ ପତ୍ରରେ କାମ କରନ୍ତି ରିପୋର୍ଟର ମାନେ ଯୋଉଠି କିଛି ଘଟଣା ଘଟୁଛି ସେଠି ରିପୋର୍ଟ କଲେକ୍ଟ କରିବେ ତାକୁ ଆଣିକିନା ତାଙ୍କ ଅଫିସରେ ଦେଇକି ସେମାନଙ୍କୁ ପ୍ରକାଶିତ କରିବା ତ ସେଇଟା ପ୍ରକାଶିତ ହେବାକୁ ବା ପ୍ରକାଶନକୁ ହିଁ ଆମେ ସମ୍ବାଦ ବୋଲି କହିପାରିବା ଇଂରାଜୀ ନ୍ୟୁଜ ଏବଂ ଜାଗତିକ ଖବର ଶବ୍ଦର ଅନୁରୂପ ଶବ୍ଦ ଭାବରେ ଓଡିଆରେ ସମ୍ବାଦ ଶବ୍ଦଟି ବ୍ୟବହୃତ ହୁଏ ସମ୍ବାଦ ଶବ୍ଦଟି ଆସିଲା କେମିତି କୋଉଠୁ ଲେଖା ହେଲା ଇଂଲିଶରେ ଆମେ ନ୍ୟୁଜ ବୋଲି କହୁ ଏବଂ ଜାଗତିକ ଜାଗତିକ ଏଟା କଣ ଗୋଟେ ଭାଷା ହେଲା ସେଟା କି ଭାଷା ସାଧାରଣତଃ କି ଭାଷା ତମର ଆଚ୍ଛା ଭାଷା କହିଲେ କଣ କେତେଟା ଜାଣିଛ ହିନ୍ଦୀ ଇଂଲିଶ ଓଡିଆ ବେଙ୍ଗଲୀ ତେଲୁଗୁ ତାମିଲ କେତେଟା ଆମେ ଗିନା ଚୁନା ଭାଷା ଜାଣିଛେ କିନ୍ତୁ ସେତିକି ଭାଷା କି ଅବଧି ଗୋଟେ ଭାଷା ଶୁଣିଛ ଅବଧି ଗୋଟେ ଭାଷା ଶୁଣିଛ ବ୍ରଜ ଭାଷା ଅବଧି ଭାଷା ଏଇ ସବୁ ଭାଷା ଯାବନିକ ଏମିତି ବହୁତ ଗୁଡେ ଭାଷା ଅଛି ଖାଲି ଯେ ଏଇଟା ଆମେ ଇଂଲିଶ ହିନ୍ଦୀ ଓଡିଆ ସେତିକି ନୁହେଁ ଭାଷା ବହୁତ ପ୍ରକାର ଏବେ ତମର ଗୋଟେ ମାନ୍ୟତା ଆସିଲା ଏବେ କେତେଟା ଭାଷା ତାକୁ ଛାଡିଦେଲେ ଆହୁରି ଯୋଉ ଆଞ୍ଚଳିକ ଭାଷାକୁ ଛାଡିକି ଆଞ୍ଚଳିକ ଭାଷା ବିଷୟରେ ଉଦାୟ ଭାଷା ହବ ନୁହେଁ କି ତେଣୁ ସେଇ ଯୋଉ ଇଂଲିଶ ଶବ୍ଦ ନ୍ୟୁଜ ଆଉ ଜାବନିକ ଶବ୍ଦ ଖବରକୁ ତାର ସେଇ ଦିଟା ଶବ୍ଦର ଅନୁରୂପ ହେଇକି ସେଇ ଶବ୍ଦ ମାନେ ମିଶେଇକି ଯେ କଣ ହେଇପାରିବ କାହିଁକିନା ସବୁ ଯେତେବେଳେ ଆମେ ଇଂଲିଶ ଜାଣିନଥିଲେ ଆମେ ପ୍ରଥମେ ଓଡିଆ ଜାଣିଥିଲେ କେମିତି ତାକୁ ତା ସହିତ ଅନୁରୂପ କରି ଆମେ ଜାଣିଲେ ଯେ ଏଇଟା ଏଇଟା ହଉଛି ପେନ୍ ଗୋଟେ ଆମେ ଆମ ଓଡିଆ ଶବ୍ଦ ସେଇଟା କଣ କଲମ କିନ୍ତୁ ସେଇଟା ଇଂଲିଶରେ ସେଇ ଜିନିଷଟାକୁ ପର୍ଟିକୁଲାର ପେନ୍ ବୋଲି କୁହନ୍ତି ଆମେ କେମିତି ଜାଣିବୁ ଦିଟା ଦିଟା ସାମଞ୍ଜସ୍ୟ ରହିଲା ବୋଲି ବା ସେଇ ଦିଟାଙ୍କର ଶବ୍ଦର ଅନୁରୂପ କରିକି ଯୋଡା ଯୋଡି କରି ଆମ ପୂର୍ବ ପୁରୁଷମାନେ ଦେଲେ ହଁ ସେମାନେ ଏଇ ଯେ ସେଟା ପେନ୍ କହୁଛନ୍ତି ଏଟାକୁ କଲମ କହୁଛନ୍ତି ଭାଷା କେମିତି କଣ ଅନୁରୂପ ହଉଛି ତେବେ ସେମିତି ହେଇକି ଆମର ସମ୍ବାଦ ଶବ୍ଦଟି ବାହାରିଛି ଯାହାର ଅର୍ଥ ହେଲା ସମ୍ବାଦ ପତ୍ର କଣ ସମ୍ବାଦର ଅର୍ଥ ଖବର 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 ସମ୍ବାଦ ଶବ୍ଦର ଗଠନ ଯଦି ଆମେ କରିବା ତାହେଲେ ସମ ଉପସର୍ଗ ସମ ଯୁକ୍ତ ବାଦ ସମ ହେଲା ଉପଶବ୍ଦ ବଦ ହେଲା ଧାତୁ ଅ ହେଲା ପ୍ରତ୍ୟୟ ତିନିଟା ଲାଗିଛି ସେଥିରେ ଗୋଟେ ଉପସର୍ଗ ଗୋଟେ ଧାତୁ ଉପସର୍ଗ ତୁମର ଅଛି ତ ସମ ହେଲା ଉପସର୍ଗ ବଦ ହେଲା ଧାତୁ ଅ ହେଲା ପ୍ରତ୍ୟୟ ଯୋଗ ହେଇକି ସମ୍ବାଦ ଶବ୍ଦଟି ସୃଷ୍ଟି ହେଇଛି ନିଷ୍ପନ୍ନ କହିଲେ ଯାହାର ଅର୍ଥ ସମ୍ୟକ ଭାବରେ କିଛି କହିବା ବା ପ୍ରକାଶ କରିବା ମନେ ଜଣେ ତାକୁ ଗୁରୁତ୍ୱ କରିବା ସମ୍ୟକ ଭାବରେ ଅଳ୍ପ ଭାବରେ ଗୋଟେ ଏତେ ବଡ ଘଟଣା ଏବେ ଯଦି ଗୋଟେ ଆକ୍ସିଡେଣ୍ଟ ହଉଛି ତମେ ଯଦି ତାପରେ ପ୍ରବନ୍ଧ ଲେଖିବାକୁ କୁହାଯିବ ତମେ ଗୋଟେ ଗପ କରିଦବ ଏମିତି ହେଲା ସେମିତି ହେଲା ପିଲାଟା ଏମିତି ଆକ୍ସିଡେଣ୍ଟ ହେଲା ସେ ଏମିତି ପଡିଲା ସେ ଏଇ କଲର ଡ୍ରେସ ପିନ୍ଧିଲା ଏମିତି ପ୍ରବନ୍ଧ ଏଡେ ବଡ ଲେଖିବ କିନ୍ତୁ ସେଇଟାକୁ ଅଳ୍ପରେ ସଂକ୍ଷେପରେ ସମ୍ୟକରେ କିନ୍ତୁ ପୁରା ବୁଝି ହଉଥିବ
ସମ୍ୟକରେ ମାନେ ଅଳ୍ପ କଲେ କଣ ପୁରାଟା ମାନେ ସେ ପୁରା ଘଟଣା ପଡେ ତାକୁ ନେଇକି ଛୋଟରେ ଲେଖିଦବ, କିନ୍ତୁ ସେ ଛୋଟ ହେଲେ ବି ତା ଦେହରେ ସମସ୍ତ ଘଟଣା ଗୁଡିକ ଥିବ। ସମ୍ୟକ ଭାବରେ ସେ ଯୋଉ ଘଟଣା ଘଟିଛି ତାକୁ ସଂକ୍ଷେପରେ ନେଇକି ଯୋଉ ଲେଖିବା ପ୍ରକାଶିତ କରିଲେ ତାକୁ ଆମେ କହିବା ସମ୍ବାଦ ପତ୍ର। କହିବା ଏବଂ ଗ୍ରହଣ କରିବା ଲୋକର ମଧ୍ୟରେ ଭାବ ବିନିମୟର ପଦ୍ଧତି ହେଉଛି ସମ୍ବାଦ। ସମ୍ବାଦ କଣ? ଯିଏ କହୁଛି ଏବଂ ଯିଏ ପଠନ କରୁଛି ବା ଶୁଣୁଛି ବା ପଢୁଛି, ଦି ଜଣଙ୍କର ଭାବ ବିନିମୟ, ନିଜର ଭାବନାକୁ ପରିପ୍ରକାଶ। ମୁଁ ଯାହା ଲେଖିଲି ଯିଏ ପଢୁଛି ବା ତମେ ପଢୁଛ ସେଟା ତମେ ବୁଝିପାରୁଥିବା ଦରକାର। ମୁଁ ଯୋଉ ମାନେ ଯୋଉଥିପାଇଁ ଲେଖୁଛି ତମେ ସେଇଟା ପର୍ଟିକୁଲାର ବୁଝିବା ଦରକାର, ତାକୁ ହିଁ ସମ୍ବାଦ କୁହାଯାଏ। ମୁଁ ଗୋଟେ ରିପୋର୍ଟର ଏମିତି ଭାବରେ ସମ୍ବାଦ ଲେଖିବ ଯୋଉଟା କି ସିଏ ଯାହା ଭାବିକି ଲେଖିଥିବ ପାଠକ ମାନେ ସେଇଆ ହିଁ ଭାବିକି ପଢିବା ଆବଶ୍ୟକ। ତେବେ କୁହାଯାଏ ଥାଏ ସମ୍ବାଦର ପରିଭାଷା ହେଉଛି ଯେଉଁ ବିଷୟ ଲୁଚି ରହିଥାଏ ଏବଂ ତାହାକୁ ନୂଆ ପ୍ରସଙ୍ଗ ଭାବରେ ଯେତେବେଳେ ପ୍ରକାଶ ବିଚାର କରାଯାଏ ତାହାକୁ ଆମେ ସମ୍ବାଦ କହୁ। ସମ୍ବାଦ ଲେଖିବାର ଗୋଟେ କଳା, ସମସ୍ତେ ସମ୍ବାଦ ଲେଖିପାରିବେନି, ସେଥିପାଇଁ କି ତା ପାଇଁ ଅଲଗା କୋର୍ସ କରିବାକୁ ପଡୁଛି। ତୁମର ମାଷ୍ଟର ଡିଗ୍ରୀରେ ବି ମଧ୍ୟ ଅଛି, ବ୍ୟାଚଲରରେ ବି ମଧ୍ୟ ଅଛି, ନାଇଁ ଜର୍ଣ୍ଣାଲିଜିମ କୋର୍ସ କରିବାକୁ ପଡୁଛି। କାହିଁକିନା ତମେ ସେ କୋର୍ସ ନ କଲେ ତାର ଶୈଳୀ ଲେଖିବାର ମାନେ ତାଙ୍କର ଯୋଉ ପ୍ରୋସେସ ଗୁଡା ଜାଣିପାରିବେନି। ଆମେ ସାଧାରଣ ଭାଷାରେ ଲେଖିଦେଲେ ଯେତେ ବି ସାହିତ୍ୟିକ ଭାଷାରେ ଲେଖ ନା କାହିଁକି ସେଟା ସମ୍ବାଦ ହେଇପାରିବନି ଯଦି ତମେ ତାଙ୍କ ପ୍ରପର ୱେରେ ନ ଲେଖିଥିବ। ତେଣୁ ସେଥିପାଇଁ କୁହାଯାଏ ସମ୍ବାଦ ଲେଖିବା ଗୋଟେ ଲିଖନରେ ଲେଖିବା ଗୋଟେ କଳା। ସବୁ ଘଟଣା ସମ୍ବାଦ ହେଇପାରେ ନାହିଁ, ଆଉ ସବୁ ଘଟଣାକୁ ସମ୍ବାଦ କରିପାରିବେନି। ଯାହା ନାହିଁ ତା ମନକୁ ଆସିଲା ଗୋଟେ ଷ୍ଟୋରି ବନେଇକି ତାକୁ ନେଇକି ସମ୍ବାଦ କରିବା ସେଟା ହେଇପାରିବ। ଆମେ ସେଇଥିପାଇଁ କଣ କରୁ, ସମ୍ବାଦ ଯୋଉଟା ଦବାର ଥିବ ଆମେ ପଠଉ ତାଙ୍କ ଅଫିସକୁ, ଯେ ପର୍ସନାଲ ସମ୍ବାଦ ଦବା ଉଚିତ। ସେମାନେ ତାକୁ ବନେଇ ଚୁନେଇ ଛୋଟ କରି କଣ କରିକି ଲୋକମାନଙ୍କ ପାଖରେ ପ୍ରକାଶ କରିବ ସେଭଳି ଭାବରେ ସେ ଲେଖିଥାନ୍ତି। ଆଉ ସବୁ ଯାଇଥାଇ ଘଟଣାକୁ ମଧ୍ୟ ସମ୍ପାଦ କରାଯିବ ନାହିଁ, କାହିଁକି ନା ସମ୍ପାଦ ତମେ ଆମ ଯୋଉ ଖବରଟା କେତେଟା ପେଜ, 8ଟା କି 10ଟା ପେଜ ଗୋଟେ ଦିନ ତ ଗୋଟେ ଦିନ 12ଟା ପେଜ, 12ଟା ପେଜ ଭିତରେ ପୁରା ଓଡିଶା ବାହାରର ସବୁ ଖବର ଗୁଡାକ ଦେବାକୁ ପଡିବ। ତାହେଲେ ତମେ ଯାହା ନାହିଁ ତା ଖବର ଦବ ସେ କାହିଁକି ଚାହ। ତେଣୁ କରିକି ସମ୍ବାଦ ପତ୍ରରେ ସେଇ ଜିନିଷ ଗୁଡାକ ସ୍ଥାନ ପାଇଥାଏ ଯୋଉଗୁଡା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଖବର ହେଇଥାଏ। ଆଜିକାଲି କଥା ଛାଡିଦିଅ, ଆଜିକାଲି ସେ ଚ୍ୟାନେଲ ହେଇଗଲାଣି ଯାହା ଗୋଟେ କୋଉଠି ବେଗ ଦେଇ ପଡିଲେ ତାକୁ ମଧ୍ୟ ନ୍ୟୁଜ କରିକି ଛାଡି ଦଉଛନ୍ତି। ଏବେର ସମାଜ ଯେତେବେଳେ ପ୍ରଥମ କରିକି ତମର ସମ୍ବାଦ, ସମାଜ, ପ୍ରଜାତନ୍ତ୍ର ଏଇ ଅଳ୍ପ କିଛିଟା ଦିନ ଚୁନ ଭଲ ଭଲ ଧରିକି କେତେଟା ଥିଲା, ସେ ଏବେ ସମ୍ବାଦ ପତ୍ର ଭର୍ତ୍ତି ହେଇଗଲାଣି, ଯିଏ ଚାହିଁଲା ଗୋଟେ ଗୋଟେ ତିଆରି କରିଦେଲା। ଆଉ ତମର ସମ୍ବାଦ ଖବରକାଗଜ କେହି ବେଶୀ ପଢିବାକୁ ରାଜି ହଉନାହାନ୍ତି, କାହିଁକି? କାହିଁକି ଇ ପେପର ହେଇଗଲାଣି, ଇ ପେପର ତ ଛାଡ, ଇ ପେପରକୁ ବି ଆଉ ଫଲୋ କରୁନାହାନ୍ତି କେହି। ସର୍ଟ କରିକିନା ୟୁଟ୍ୟୁବରେ ଗୋଟେ ଗୋଟେ ନ୍ୟୁଜ ଚ୍ୟାନେଲ କରିଦଉନାହାନ୍ତି, ଏ ନ୍ୟୁଜ, ଏ ନ୍ୟୁଜ, ଏ ନ୍ୟୁଜ, ସି ନ୍ୟୁଜ, ଟିଭିରେ କହୁଛି ହଁ ଓଟିଭିରେ ଦଉଛନ୍ତି ନା। ଓଟିଭି ତ କେତେଟା ଜାନି ମାନେ ନ୍ୟୁଜ ଚ୍ୟାନେଲ ବର୍ତ୍ତମାନ ତମେ ଦେଖୁନ କେତେ ଚ୍ୟାନେଲ ଥିଲେ, ମନ ଇଚ୍ଛା ପରା ए बी सी डी छह हजार पहले नाम देख देना कि ना स्टार न्यूज, ये हेल्थ न्यूज, ये आजिर खबर, ये ताजा खबर, ये कौन କହିକି ନାଁ ଦେଇଦେଲେ। ତେଣୁ ଗୋଟେ ୟୁଟ୍ୟୁବ ବାହାରଥିଲେ ହଜାର ଯଦି ଗୋଟେ ନ୍ୟୁଜ ହଜାର ହଜାର ଭିଉ ଚାଲିବ। ମାନେ ଭ୍ୟାଲୁ ଟିକେ ଟିକେ କମି ଆସିଲାଣି, ତଥାପି କମିବ କଣ, ଲୋକମାନଙ୍କ ଦରକାର, ସେମାନଙ୍କର ଟିଆରପି ଦରକାର, ଟିଆରପି ବଢେଇବା ପାଇଁ ସେମାନେ ଯାହା ନ୍ୟୁଜ କଲେ ଆଉ ଆମେ ମାନେ ଦେଖିକି ଏଣ୍ଟରଟେନ କଲେ, ନାଇଁ ଯେତେ ଦେଖିଲି ତାଙ୍କର ସହିତ ଟିଆରପି ବଢେ। ଆମର କିଛି ଲାଭ ନାହିଁ, ସମୟ ନଷ୍ଟ, ତାଙ୍କର କିନ୍ତୁ ଲାଭ ଅଛି, ଟିଆରପିଟା ବଢୁଛି। ସେ ଯାହା ହଉ ସେଇଥିପାଇଁ ନା ବାଛି ବାଛିକି ଭଲ ଭଲ ନ୍ୟୁଜ ପେପର ପଢିବା ଦରକାର। ସବୁ ନ୍ୟୁଜ ପେପରରେ ସତ ଜିନିଷ ନଥାଏ, ସବୁ ଯେମିତି ଗୁଗଲରେ ତମେ ସର୍ଚ୍ଚ କରୁଛ ସବୁ ସାଇଟରେ ସତ ନଥିବ, ପର୍ଟିକୁଲାର କିଛିଟା ଭଲ ଭଲ ସାଇଟରେ ଯୋଉଥିରେ କି ସତ ନ୍ୟୁଜ ପଢିବ। ସେଭଳି କି ନ୍ୟୁଜରେ ମଧ୍ୟ ସେମିତି ସବୁ ସତ ଜିନିଷ ନଥାଏ। ଯୋଉ ଭିଡିଓ ନ୍ୟୁଜ କଥା କହୁଛି ମୁଁ ହେଲା, ତେବେ କହୁଛି କି ଯେଉଁ ଘଟଣା ଗୁରୁତ୍ୱପୂର୍ଣ୍ଣ ଓ ସମାଜରେ ଏହାର ପ୍ରାସଙ୍ଗିକତା ସ୍ୱୀକୃତି ତାହା ହିଁ ସମ୍ବାଦ ହେଇପାରେ। ଗୋଟେ ଇମ୍ପୋର୍ଟାଣ୍ଟ ଘଟଣା ହେଇଥିବ ଆଉ ଯୋଉଟା କି ସମାଜରେ ତାର ଗୁରୁତ୍ୱ ଥିବ, ଗୋଟେ ଆକ୍ସିଡେଣ୍ଟ ହଉଛି ସେଟାକୁ ଦେଇ ଦଉଛନ୍ତି, କି କୋଉଠି କିଏ ଗୋଟେ ବଡ ଲୋକଟେ ପ୍ରାଇଜ ପାଇଲା ତାକୁ ନ୍ୟୁଜରେ ଦଉଛନ୍ତି, ଭଲ ଭଲ ଘଟଣା ଗୋଟେ ଦିଆହଉଛି। ଆଉ ତା ବୋଲି ତମ ଘରେ ତମ ମାମା ତମକୁ ବାଡେଇଛି ତାକୁ ତମେ ନେଇକି ତମ ମୁଁ ନ୍ୟୁଜରେ ଦେବି, କେହି ନ୍ୟୁଜରେ ଆକ୍ସେପ୍ଟ କରିବେ ନାହିଁ। ସେଇଟା ସେମିତି ଏମିତି ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ନୁହେଁ ଯେ ତାକୁ ନ୍ୟୁଜ ପେପରରେ ସ୍ଥାନ ଦେଇଦିଅ, କି ତମ ଘରେ ଆଜି କ୍ଷୀରି ବନା ହେଇଛି ତାକୁ ତମେ ଯେତେବେଳେ ଆମେ ନ୍ୟୁଜରେ ଦବୁ, ସେମିତି ହେଇପାରିବନି। କାହିଁକି କୋଉଗୁଡା ହେଇପାରିବ, ଯୋଉଟା ସମାଜରେ ଘଟୁଥିବା ଘଟଣା ଗୁରୁତ୍ୱପୂର୍ଣ୍ଣ ଏବଂ ସମାଜରେ ତାର ପ୍ରାସଙ୍ଗିକତା ସ୍ୱୀକୃତ ହେଇଥାଏ ତାହା ହିଁ ନ୍ୟୁଜ ହେଇପାରିବ।
ସମ୍ବାଦ କେବଳ ଯାହା ସ୍ୱାଭାବିକ ଘଟଣା ତାହାର ବିବରଣୀ ପ୍ରଦାନ କରେ ନାହିଁ, କେତେକ କ୍ଷେତ୍ରରେ ଯାହା ଅପ୍ରାକୃତିକ ଓ ଅସ୍ୱାଭାବିକ ସେହି ଘଟଣା ମଧ୍ୟ ସମ୍ବାଦ ହୋଇପାରେ। ଉତ୍ତମ ସମ୍ବାଦର ଲକ୍ଷଣ ଏଇ ହେଇଗଲା ତ ଡେସ୍କ୍ରାଇବ କରିଦେଲେ କଣ ହେଇପାରେ କଣ ନ ହେଇପାରେ। ଏଇଠୁ ଆସିଲା ଯେ କିଭଳି ଲେଖିବ, ଗୋଟେ ଭଲ ଉତ୍ତମ ସମ୍ବାଦ ଲେଖିବାର ଶୈଳୀ କଣ। ତେବେ ଏହା ନିର୍ଭୁଲ ହେଇଥିବା ଦରକାର, କିଛି ଭୁଲ ନଥିବ ସେଥିରେ, ନିର୍ଭୁଲ ଥିବ, ପ୍ରାମାଣିକ ତଥ୍ୟ ଉପରେ ପର୍ଯ୍ୟବେସିତ। ଆଉ ଯୋଉ ତଥ୍ୟଟା ସେ ଦେଇଥିବେ ସେଟା ପ୍ରମାଣ ଅନୁସାରେ ଠିକ ଥିବ, ମନ ଇଚ୍ଛା ଦେବନି। ପ୍ରମାଣ କଣ ସେଠି ଆକ୍ସିଡେଣ୍ଟ ହେଇଛି ବୋଲିକିନା ତମ ପାଖେ ତମେ ଖାଲି ନେଇ କହିଦେଲେ ହବନି, ପ୍ରାମାଣିକ ତଥ୍ୟ ମଧ୍ୟ ରହିଥିବା ଦରକାର। କଣ ରହିଥିବା ଦରକାର, ସେ କଣ ଯାଉଛନ୍ତି ଫଟୋ ନେଇକି ଯାଉଛନ୍ତି ନା, ଯୋଉଠି ଆକ୍ସିଡେଣ୍ଟ ହେଲା ଫଟୋ ଭିଡିଓ ସବୁ ନେଇକି ଯାଉଛନ୍ତି, ସେଇଟା ହେଲେ ପ୍ରମାଣ ଯେ ଏଇ ଜାଗାରେ ଆକ୍ସିଡେଣ୍ଟ ଟା ହେଇଛି। ନାଇଁ କି ଯୋଉଠି ଗୋଟେ ସମ୍ବର୍ଦ୍ଧନା ସଭା ହଉଛି ସେଇଠି ମଧ୍ୟ ଫଟୋ ନେଇକି ଯାଉଛନ୍ତି। ତେଣୁ ସମ୍ବାଦ ଲେଖିବା ପାଇଁ ବି ସଠିକ ପ୍ରମାଣ ମଧ୍ୟ ଦରକାର ଏବଂ ଲେଖିବା ଶୈଳୀଟା ନିର୍ଭୁଲ ହେଇଥିବା ଦରକାର। ସାଧାରଣତଃ କେତେବେଳେ ଆଉ କୋଉଠି କୋଉଠି ସବୁ କଣ କଣ ରହିବ ତା ଦେହରେ ସବୁ ଥାଏ। ଆମର ତମର ଇଂଲିଶରେ ବି ଥିବ ରିପୋର୍ଟ ରାଇଟିଂ କରିଦଉ, ସେଥିରେ ମଧ୍ୟ ଅଛି କେତେଟା ଯୋଉ ଚାରିଟା କ କେ ଚାରିଟା ସରି ତମର ଏଥିରେ ଥିବ କଣ ଚାରିଟା ଏଚ୍ ନା, ହଁ ଡବ୍ଲ୍ୟୁ ଚାରିଟା ଡବ୍ଲ୍ୟୁ 4W ଏଇଥିରେ ଅଛି ତମର ସେମିତି ଚାରିଟା କ, କେତେବେଳେ କେଉଁଠି କିପରି କଣ ଘଟିଲା, ଏଇ ଚାରିଟା ନ୍ୟୁଜରେ ଲେଖିବା ପାଇଁ କି ନିହାତି ଦରକାର। କେତେବେଳେ ଘଟଣାଟା ଘଟିଲା, ସମୟ, କୋଉଠି ଘଟିଲା, ତାପରେ କିପରି ହେଲା, ତାପରେ କଣ ଘଟିଲା। ନାଇଁ ଆମେ କଣ ସେମାନେ କୋଉଠି ଆକ୍ସିଡେଣ୍ଟ ହେଇଛି କେତେବେଳେ ହେଇଛି, ଏ ଯୋଉ ଡଙ୍ଗା ଫଙ୍ଗା ବୁଡି ଯାଉଛି କି କୋଉଠି କଣ ଘଟଣା ଘଟୁଛି, ବସ୍ କୋଉଠି ପଡିଗଲା ଆମେ କଣ କରୁଛୁ ପ୍ରଶ୍ନ ଆଗେ ସେ କଣ କରୁଛି କେତେବେଳେ ଘଟିଲା, ଦିନ ଦ୍ୱିପହରେ ଏମିତି ହେଇଗଲା। ଏବେ ଗୋଟେ ମର୍ଡର ହେଇଛି ନା ଭୁବନେଶ୍ୱରରେ ହଁ କଳାଘାଟ ଏଇଟା କଣ ହେଲା ଦିନ 12ଟା ଗୋଟାଏ ସମୟରେ ଦିନ ଦ୍ୱିପହରେ ତ ଏମିତି ଦିନ ଦ୍ୱିପହରେ କିଏ ଆସି କାହାକୁ ମାରିଦେଲାଣି, କି ସକାଳ 9 କିଏ ଆସି କାହାକୁ ମାରିଦେଲାଣି, ଟାଇମ ମଧ୍ୟ କେଉଁଠି ହେଲା, ଭୁବନେଶ୍ୱର ରାଜରାସ୍ତାରେ ଏମିତି ଘଟଣା ଘଟିଛି କହୁଛନ୍ତି, କେଉଁଠି ହେଲା, କିପରି ହେଲା, ଲୋକଟି ସ୍କୁଟିରେ ଯାଉଥିଲା ଆଉ 3 ଜଣ ଦୁର୍ବୃତ୍ତ ଆସିକି ତାକୁ କାଟିଦେଲେ। କଣ ଘଟିଲା, କିପରି ହେଲା, କଣ ଘଟିଲା, ତାପରେ ତାକୁ ଟିକେ ଯାଉଥିଲା 3ଟା ଦୁର୍ବୃତ୍ତ ଆସିଲେ, ତା ହେଲମେଟ ପଡିଗଲେ, ତାକୁ କାଟିଦେଲେ, ସେ ସେଠି ଛଟପଟ ହେଇକି ମରୁଥିବା ଅବସ୍ଥାରେ ସେମାନେ ଫେରାର ହେଇଗଲେ। ପାଖ ସିସିଟିଭି କ୍ୟାମେରା ଫୁଟେଜ ଯାହା ଜଣା ପଡିଲା, ଏଇ ତା ଭିତରେ 2 ଜଣ ମେଲ, ଜଣେ ଫିମେଲ, ଗୋଟେ ମହିଳା ଆଉ 2 ଜଣ ପୁରୁଷ ସାମିଲ ଥିଲେ। ଏବଂ ସ୍ଥାନୀୟ ଲୋକମାନଙ୍କର ପ୍ରତିକ୍ରିୟା ଏଇ ସବୁ ପ୍ରକାଶ ପାଇଛି। ସେ ସ୍ଥାନୀୟ ଲୋକମାନଙ୍କ ପ୍ରତିକ୍ରିୟାକୁ ଆଖି ଆଗରେ ରଖି ଲୋକମାନଙ୍କୁ ଧରା, ତାକୁ ସିସିଟିଭି କୁ ଆଖି ଆଗରେ ରଖିକି ସେଇ ପ୍ରମାଣକୁ ଆଖି ଆଗରେ ରଖି ତାଙ୍କୁ ଧରା ହେଲା, ତାଙ୍କୁ ଜେଲ ହବ, ତାକୁ କେସ୍ ହବ, ଯାହା ସବୁ ଲେଖା ହେଲା। 4ଟା କିନ୍ତୁ ପ୍ରଶ୍ନ ରହିଲା ନା ନାଇଁ ସେଥିରେ, ତ 4ଟା ରହିଲା। ପୁଣି ସିଏ 4ଟା ରହିବା ପରେ ତାହା ସମ୍ବାଦ ଲିଖନ ପୂର୍ବରୁ ଅନୁସନ୍ଧାନ କରି ଜାଣିବାକୁ ହୁଏ। ପୁଣି ସମ୍ବାଦଟା ଲେଖିଦେଲା ପରେ ଯିଏ ଲେଖିବ ସେଇ ଜାଗାକୁ ଯାଇକି ଭଲରେ ଅନୁସନ୍ଧାନ କରିବାକୁ ପଡେ, ଠିକ ସେ ହେଇଛି କି ନାହିଁ, କୋଟିର ନାଁ କଣ, କାହିଁକି ତାକୁ ମାରିଲେ, ତାର ପୂର୍ବ ହିଷ୍ଟ୍ରି ନେବାକୁ ପଡିଥାଏ। ତେବେ ସମ୍ବାଦ ଯଥାସମ୍ଭବ ସଂକ୍ଷିପ୍ତ ଓ ସରଳ ଭାଷାରେ ଲିଖିତ ଆବଶ୍ୟକ। ଯେତେ ପାରିବ ସଂକ୍ଷିପ୍ତ କମ ଭାବରେ ଲେଖିବ, ସଂକ୍ଷିପ୍ତ ମାନେ ଅଳ୍ପରେ ଆଉ ସରଳ ଭାଷାରେ, ସାହିତ୍ୟିକ ଭାଷା ଯୋଉଟା କି ବୁଝିପାରିବେନି, ବ୍ୟକ୍ତ କରିବା, ଉଲ୍ଲେଖ କରିବା, ଏମିତି ଶବ୍ଦ ଲେଖିବା ଉଚିତ ନୁହେଁ। କାହିଁକିନା ଏମିତି ଶବ୍ଦ ସମସ୍ତେ ତ ସାହିତ୍ୟ ଭାଷା ଗୁଡା ବୁଝିପାରିବେନି ନା, ଯିଏ ସିନା ସାହିତ୍ୟ ପଢୁଛି ସେ କଠିନ ସାହିତ୍ୟ ଶବ୍ଦ ଗୁଡାକୁ ବୁଝିପାରିବେ। ତମେ ସେଠି ଲେଖିବ, ଗୋଟେ ଉଦାହରଣ ରଖୁଛି, ସେଠି ହେଲା ଗାଡିଟି ଜଳୁଥିଲା ଲେଖିବ, ନା ଲେଖିବ ଗାଡିଟି ଜ୍ୱଳନ୍ତ ଅବସ୍ଥାରେ, ନା ଗାଡିଟିକୁ ଜଳୁଥିବା ଅବସ୍ଥାରେ ଲୋକଟି ଆସିକି ପାଣିରେ, ଲୋକମାନେ ସ୍ଥାନୀୟ ଲୋକମାନେ ପାଣିରେ ନିଆଁରେ ପାଣି ଢାଳିକି ଲିଭାଇଲେ, ତମେ ଲେଖିବ ଗାଡିଟି ଜ୍ୱଳନ୍ତ ଅବସ୍ଥାରେ ଥିଲା, ସ୍ଥାନୀୟ ଲୋକମାନେ ସେ ନିଆଁଟିକୁ ନିର୍ବାପିତ କରିବା ପାଇଁ ପାଣି ଆଣି ସିଞ୍ଚନ କଲେ, ଏଇଭଳିଆ ଲେଖିଲେ କିଏ ବୁଝିବ, ବୁଝିବେ କିଏ ବୁଝିବେ, ସାଧାରଣ ଲୋକ ଯିଏ କିଛି ଜାଣିନି, ପଢିନା, ତମେ ମାନେ ପଢିଲେଣି ବୁଝିଯିବ, ଜ୍ୱଳନ୍ତ କଣ, ନିର୍ବାପିତ କଣ, ଉଲ୍ଲେଖ କଣ, ବ୍ୟକ୍ତ କଣ ଜାଣିପାରିବ। କିନ୍ତୁ ସାଧାରଣ ଲୋକ ଯିଏ ନ୍ୟୁଜ ପେପର ପଢୁଛି ସେ ବୁଝିପାରିବ। ସେଥିପାଇଁ କି ନ୍ୟୁଜ ଲେଖିବାର ଗୋଟେ ପ୍ରଣାଳୀ ହେଲା, ପ୍ରଥମତଃ କିଏ କେଉଁଠି କିପରି କେମିତି ଘଟିଲା ସେଇ 4ଟାକୁ ଜଣେଇବ, ତା ସହିତ ଲେଖିବା ଶୈଳୀ, ମାନେ ଲେଖିବାଟା ପୁରା ସଂକ୍ଷିପ୍ତ ହେଇଥିବ, ଛୋଟରେ କିନ୍ତୁ ପୁରା ଏଟାକୁ ଘଟଣାଟାକୁ ଆବୃତ୍ତି କରିବା ଦରକାର। ତା ସହିତ ଭାଷାଟି ଅତ୍ୟନ୍ତ ସରଳ ହେଇଥିବ, ସାଧାରଣ ଲୋକମାନେ ଯେଉଁଭଳି ଭାବରେ ବୁଝିପାରିବେ। ତାକୁ ଛାଡିକି ଏହାର ଶୀର୍ଷକ ଓ ଶିରୋନାମ ଦୃଷ୍ଟି ଆକର୍ଷଣକାରୀ ହେବା ଦରକାର। ତାର ପୁଣି ଶୀର୍ଷକଟେ ଦବ ନା ନାଇଁ,
पेपर रे हम पढुचे ऊपर बस तार हेडिंग दउचे हेडिंग पर जिनसटा दउचे तमे गोटे हेडिंग मतलब से न्यूज़ ता तुमको बुझोतबो आ हेडिंग दउतबो आ गोटे तार सेटा भी ठीक हो हबनी तेणु उपयुक्त शीर्षक बा शिरोनाम दबा निश्चित भाबरे आवश्यक आ से शीर्षकटा से आकर्षणकारी हेतिबो तमे गोटे गपटे पढुछ यदि तार भीतर को बही भीतर न जाय कि तार गपर नाटा सुनुछ प्रथम ताले तुमको जो इंटरेस्टिंग लगला ताले मुसे भीतर जाने को मन हो बडा खेलेगा गपर नाटा भलो नथिबो इच्छा बस बही भीतर जेते भी भलो तो इच्छा हो पढिला भाई इच्छा हबो नाही तबे जेते बेले गोटे खबर न्यूज वाला सनसनी खबर पर सुनिले ताके धक्का हो भाभी कोन कोन खबर पे हबो कि देखि आरो भीतर किछ नथिबो कहीं ना हेडिंग जदि आकर्षणकारी न होई पाला ताहले लोक माने मते से न्यूज़ पढिबे नाही तेणु जते बेले तुम गोटे न्यूज़ लेखुछ गोटे जगह को जाइछ देखिलो गोटे घटना घटी जाउ तुम चाहिले कि मो रिपोर्ट पढले रिपोर्टर रे मुझे लेखिबा सिखे ताले एई गोटे आ गोटे पॉइंट को दृष्टि देबो जे लेखिबा से जो घटना रो शीर्षक भल दबा दरकार प्रथमत लोक को आकर्षण करि द्वितीयत से लेखा सहित सामंजस्य रखो जेमिति ए गला राजराष्ट्र रे निर्मम हत्या नहीं देखुना से तुम रास्ता कड़े लोक को मारिदेले एमती कले किए पढ़े सेमती लेखियो गोटे अट्राक्टिव लगे राजरास्ता रे निर्मम हत्या सब लोकटे देख किसी राजरास्ता रे निर्मम से डाक के अति विवश भाव हत्या करागला एमती गोटे शब्द दे कि भले से लिखिबो न पढ़बेनी तापरे जेपरी पाठक पढ़ु पढ़ु संवाद संपर्क में मोटा मोटी धारणा पाइब ताकू आखि आगे रखिब पाठक तमें जो शीर्षकटी दिया हबो राजरास्ता रे निर्मम हत्या ताले तुम माइंड को कौन आसुछ ता माने गोटे मेन रोड ऊपर काम गोटे हत्या करा जायछि अति विवश भाବରେ बोले हत्या करा जायछि सेटा को लेछि जानि हो जे भीतर टॉपिक कोन अछि जदि तुम से टॉपिक न थियो याडे बना आछि तुम आउ किछि टॉपिक लिख देलो कि रास्ता रे ताको यदि से आउ कोन बुले बले लिखतेबे गाड़ी चालक कटे जाउथबे ताको माने कि कोन गाड़ी सब देबे तो बुझी परिबो कोन लिखा है ता भीतर को जीव को इच्छा होता लोग कहते जे पढ़ु पढ़ु संवाद जे पढ़ुचे से जानि दबो जे गोटे धाड़ी रे शीर्षक को पढ़ी कि जानि जीवो जे भीतर कोन अछि को विषय रे एटलीस्ट लिखा है तापर कोन करूची खबर पुराना हो गेले प्रासंगिकता हराए तेणु नूतनता ही संवादर वैशिष्ट्य खबर जेते जेते पुराना हो जाए प्रासंगिकता हराए रखिलो तार जो मूल्यबोधटा धीरे धीरे कमी जाए तेणु करी सब बड़े चाहेबो जेमिति कि आज मर्डरटा हेची तमे लिखले एई जो हेडिंगटा देलो सेम भलिया मर्डर आउ कोठी थिबो तार तमे से हेडिंग न देली टिके चेंज करिली इवन तार जो घटना गुड़िक ये केमती किपर ताको लिखिबो किंतु ताको छाडी से लेखाटा को टिके सुंदर करे आउ टिके बदले दि लिखिबो नले तार जदि नूतनता न आनिबो ताले संवाद पत्रर मूल्यबोधटा कमी जाए संवाद प्रस्तुत करिया पूर्व अनुसंधान और पूर्वापर तथ्य संग्रह करने दरकार सुंदर विश्वास योग्य संवाद प्रस्तुत समय रे शीर्षक सूचना विवरण और समाप्ति पर गुरुत्व दिया जाए समाप्तिटा से बड़ा हिथिबो शीर्षक ऊपर टेक्शन भी दिया जाबो उपयुक्त अनुसंधान करके सूचना की दबो तो तार सठिक विवरण प्रदान करिवो प्रस्तुत करके प्रदान करिवो कोन 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 हटी ठीक से घटे कि नहीं को एरिया रे लोक से केमिति सठिक विवरण दे तबे ए सब जिंस हुए जो पॉइंट गुडा आखि आगे रखी कि संवाद लेखिया पई किछिटा पॉइंट तमरो किछिटा कौशल कला कौशल ए सब चिन्हा दिया जे को भले लेखिले संवादटी सुंदर हबो गोटे अछि मूल्यबोध मानवीय संवेदना प्रथम तो से संवादटी जो तुम लिखुछ तार भल मूल्यबोध थिबो माने किछि गोटे इम्पोर्टेंट न्यूज थिबो तार किछि से संवाद रे किछि मूल्य थिबो बिना मूल्य रे के किछि संवाद पढिबेनी काटो सडो देखुथबो खबर कागज रे जो 10 12 पेज रे संवाद रे सब जो गुडा छोट छोट रह जायथिबो एते अट्रैक्टिव न ताको केई पढु न हेडिंग भलो भलो थिले आगो आखिरे जाई सेठी पढि जाय से मानवीय संवेदना आ से लेखाटी लेखक मानव लोक माने जे पढुचंती तांको मनर गोटे संवेदनशील भाव जागृत हो जे हां पढिबु आमे एटा जोने लेखा है कोन ओटे एते भलो बोधे लेखा है भीतर को जाई के पढिबु तापर दैविक दुर्विपाक इत्यादि गुरुत्वपूर्ण प्रसंग संवाद हेबा उचित प्रथमतः हला गोटे जिंस को जिंस फर्स्ट लाइन दिछि को जिंस को लिखो संवाद हेई पारे सब जिनस हम संवाद कर पानी प्रथम गोटे इंपोर्टेंट खबर गुड़िक माने मूल्य थिबो से खबर किछि मूल्य थिबो सेटा हम संवाद लिखि पारिबो आ मानवीय संवेदना थिबो मानवीय संवेदना घटना को गुड़ाक
कि गोटे बड़ मंत्री किए मरीगला कि कौन आक्सीडेंट किए मरीगला छोट पिला किए रोग फोग मरीगला ताहातु नाई डाक्तरखाना को जाइए किंतु ताकू पैसा उठे चिकित्सा करके एभଳି जो घटना गुड़िक माने शुणिले जमी मन में गोटे संवेदना जागृत हम समवेदना जागृत हम से लोक से न्यूज लिखिपर आ दैवी दुर्घटना बन्या बात्या घर पोड़ी गलानी रास्ता भुशुड़ी पड़िलानी एही घटना गुड़िक तमे गुरुत्वपूर्ण प्रसंग न्यूज हेबा निहाती दरकार तमे तमे जो लिखिबो तमे भाबुछ कि रिपोर्टर हेबी तारे रिपोर्टर हेबा पई हेले एही घटना को आखि आगे रखिକି तुमको न्यूज लिखिବାକୁ पड़िବ सीधा सड़क ଆଉ ଲେଖିବା ଶୈଳୀଟା ପଡିବ सीधा सड़क ହେଇଥିବ ସ୍ପଷ୍ଟ ହେଇଥିବ କିଛି ମାନେ ବୁଲେଇ ଚୁଲେଇକି ଲେଖିବନି ଯେମିତି ନାକଟାକୁ ଏମିତି ନ ଦେଖିକି ବୁଲେଇକି ଯୋଉ ନାକଟା ଦେଖା ସେମିତି ଭାଷାରେ ଲେଖିବ ନାହିଁ ସିଧା ସଳଖ ଭାଷା ସ୍ପଷ୍ଟ ବୋଧଗମ୍ୟ ଭାଷା ଯୋଉଟା କି ଲୋକମାନେ ବୁଝିପାରୁଥିବେ ବୋଧଗମ୍ୟ ଭାଷାରେ ସମ୍ପାଦ ଲିଖିତ ଥିବା ସ୍ପଷ୍ଟ ସରଳ ଭାଷାରେ ବୋଧଗମ୍ୟ ଅର୍ଥାତ୍ ଯେମିତି ବୁଝିପାରୁଥିବ ମାନେ ସେଟା ଜାଣିପାରିବ ଯେ ଏଇଭଳିଆ ଜିନିଷଟା ଏଇ ଘଟଣା ଘଟୁଛି ଯେମିତି ଭଞ୍ଜ ସାହିତ୍ୟ ଭଳିଆ ଯଦି ନ୍ୟୁଜ ଲେଖିବ କେହି ବୁଝିପାରିବେ ନାହିଁ ଭଞ୍ଜ ସାହିତ୍ୟ ପଢିକି ବି ଆମେ ବୁଝିପାରୁନେ ବେଳେ ବେଳେ ତାର ଯୋଉ କମ୍ପ୍ଲିକେଟେଡ ଭାଷା ଗୁଡିକ ନାଇଁ କଷ୍ଟ ଶବ୍ଦ ଗୁଡିକ ତେଣୁକରି ସେଭଳି ଯଦି ନ୍ୟୁଜ ଲେଖିବ ତାହେଲେ କେହି ପଢିବେନି ତମ ନ୍ୟୁଜକୁ କିଛି ତ ବୁଝିପାରିବେନି ପଢିବେ କାହିଁକି ଆଉ ଅଛି ଅସମ୍ପୂର୍ଣ୍ଣ ଓ ଭିତ୍ତିହୀନ ସମ୍ବାଦ ପରିବେଷଣ ବର୍ଜନୀୟ ତମେ ଯଦି ଅଧା ଅଧା ବାଲା ସମ୍ବାଦ ଆଉ ଭିତ୍ତିହୀନ ଯାହାର କିଛି ମୂଳଦୁଆ ନାହିଁ ସେ ସମ୍ବାଦର କିଛି ଭିତ୍ତି ନାହିଁ ଭିତ୍ତିର ମୂଳଦୁଆ ବା ତାର ମାନେ କିଛି ଗୋଟେ ତାର କିଛି ମୂଲ୍ୟହୀନ କଥାଟେ ତାକୁ ନ୍ୟୁଜ କରିପାରିବ ନା ସେଇଟା ହେଲା ବର୍ଜନୀୟ ସେଟାକୁ ସେମାନେ ଆକ୍ସେପ୍ଟ ମଧ୍ୟ କରିପାରିବେ ସମ୍ବାଦ ଲିଖନ ବେଳେ ପ୍ରଥମେ ଦବ ନଜର ଶୀର୍ଷକ ଭଲ ହେଇଥିବା ଦରକାର ଆକର୍ଷଣୀୟ ହେଇଥିବା ଦରକାର ଭଲ ପ୍ରପର ସୂଚନା ଦେଇଥିବା ଦରକାର କି କେଉଁଠି କାହିଁକି କୋଉଠି କେମିତି ସବୁ ସୂଚନା ଭଲରେ ଦବ ତାର ବିବରଣୀ ଅର୍ଥାତ୍ କେମିତି ଘଟିଲା କୋଉ ସମୟରେ ଘଟିଲା ସେ ଲୋକର ହିଷ୍ଟ୍ରି ନେଇକି ସେ ଜାଗାର କିମ୍ବା ସେ ଘଟଣାର ଇତିହାସ ନେଇକି ତାକୁ ମଧ୍ୟ ଲେଖିବା ଦରକାର ସମାପ୍ତିଟା ମଧ୍ୟ ଭଲ ଭାବରେ ଲେଖିବାକୁ ପଡିବ ଶେଷ ଉକ୍ତି ଗୁଡିକ ଭଲରେ ଲେଖିବା ଦରକାର ଖଣ୍ଡିଆ ଯଦି କର ତାହେଲେ ସେଇଟା ଅସମ୍ପୂର୍ଣ୍ଣ ଭଳି ମନେ ହୁଏ ସେଇଭଳି ଲେଖିଲେ ସେଇଭଳି ଜିନିଷକୁ ଗୁରୁତ୍ୱ ଦେବାକୁ ପଡିବ ଆମକୁ ସମ୍ବାଦ ଲେଖିବା ପାଇଁ ତେବେ ଶୀର୍ଷକ ହିଁ ପ୍ରଥମେ ସମ୍ବାଦ ଆଡକୁ ପାଠକକୁ ଆକର୍ଷିତ କରାଏ ଯଦି ଶୀର୍ଷକ ଠିକ ନଥିବ ଲେଖା ତାହେଲେ ତମର ଇଚ୍ଛା ହବ ନାହିଁ ପଢିବା ପାଇଁ ନାଇଁ ବିଷୟର ଉପର ଯଦି ଭଲ ନଥିବ ବା ନ୍ୟୁଜର ଶୀର୍ଷକଟି ଯଦି ଭଲ ନଥିବ ତମକୁ ଇଚ୍ଛା ହବନି ସେ ନ୍ୟୁଜଟାକୁ ପଢିବା ପାଇଁ ତେଣୁ ପାଠକକୁ କଣ ଆକର୍ଷଣ କରାଏ ଶୀର୍ଷକ ନ୍ୟୁଜ ପେପରର ବା ହେଡିଂ ହେଡଲାଇନ୍ ଯୋଉଟା କହୁଛ ସେଟା ଏହା ଚମତ୍କାର ଓ ଆକର୍ଷଣୀୟ ହେବା ଉଚିତ ସମଗ୍ର ଘଟଣାର ସଂକ୍ଷିପ୍ତ ସାର ଏଥିରେ ପ୍ରତିଫଳିତ ହେବା ଉଚିତ ଏ ତ ଥିଲା ଶୀର୍ଷକ ସଂକ୍ଷିପ୍ତ ସୂଚନା କଣ ସୂଚନା ଦବ ଆଉ ଯୋଉ ସୂଚନା ଦବ ଅତି ସଂକ୍ଷିପ୍ତ ହେଇଥିବା ଦରକାର କମ ହେଇଥିବା ଦରକାର ଆଉ ସେ କମ ମଧ୍ୟ ପୁରାପୁରି ଘଟଣାକୁ ଲେଖିକି ରଖିବାକୁ ପଡିବ କମ ବୋଲିକି ଅଧା ଘଟଣା ଲେଖିବ ଅଧା ଛାଡିଦବ ତା ନୁହେଁ ସେଥିରେ ଶିରୋନାମ ତଳକୁ ସାମାନ୍ୟ ଛୋଟ ମୋଟା ଆକାରରେ ଯୋଉ ବାକ୍ୟ ଥାଏ ତାକୁ ଇଣ୍ଟ୍ରୋ ବା ସଂକ୍ଷିପ୍ତ ସୂଚନା କୁହାଯାଏ ତମର ଯୋଉ ନ୍ୟୁଜ ପେପରରେ ପଢିଥିବ ଶିରୋନାମା ଉପର ହେଡିଂଟା ଥିବ ତା ତଳକୁ ଯୋଉ ଆଉ ଟିକେ ମୋଟା ଅକ୍ଷରରେ ଲେଖା ହେଇଯାଇଥିବ ତାକୁ କୁହାଯାଏ ନ୍ୟୁଜରେ ଏବେ ଏତେ ଆଉ ଲେଖୁନି ପ୍ରଥମଟା ଗୋଟେ ମୋଟା ଅକ୍ଷରରେ ଲେଖି ଦଉଛି ତାପରେ ଲେଖୁନି କିନ୍ତୁ ଯୋଉମାନେ ଫାଷ୍ଟ ଟ୍ରେନିଂ ନଉଛନ୍ତି ତାଙ୍କୁ ଏଇଟା ଲେଖିବାକୁ ପଡିବ ଇଣ୍ଟ୍ରୋ ବା ସଂକ୍ଷିପ୍ତ ସୂଚନା ତାକୁ କୁହାଯାଏ ମୂଳ ଘଟଣା ବିଷୟରେ ଏହା ପରିଚୟ ପ୍ରଦାନ କରେ ମୂଳ ଘଟଣାଟି କଣ ତାର ଯୋଉ ଛୋଟ ସଂକ୍ଷିପ୍ତ ବିବରଣୀଟା ପ୍ରଦାନ କରେ ମୂଳ ଘଟଣାର ଅଗ୍ରଗତିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଇଂରାଜୀରେ ଏହାକୁ ଲିଡ୍ ବୋଲି କୁହାଯାଏ ସଂକ୍ଷିପ୍ତ ସୂଚନାକୁ ଆକର୍ଷଣୀୟ କରିବା ପାଇଁ ସାମ୍ବାଦିକ ଇଂରାଜୀରେ 5ଟି W ଏଠାରେ ଲେଖା ଅଛି ହେଲା 5ଟି W କିମ୍ବା ଓଡିଆରେ 5ଟି କ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ ଯୋଉ ଆମେ କହିଲେ କିଏ କେଉଁଠି କିପରି ଅର୍ଥାତ୍ who what where and why ଓଡିଆରେ କିଏ ମଲା କାହାର ଆକ୍ସିଡେଣ୍ଟ ହେଇଛି କିଏ ଆକ୍ସିଡେଣ୍ଟ କରିଛି କଣ ହେଇଛି ଆକ୍ସିଡେଣ୍ଟରେ କେତେବେଳେ ଆକ୍ସିଡେଣ୍ଟ ଘଟିଲା କେଉଁ ଜାଗାରେ ଘଟିଲା କେଉଁଠି ଆଉ କାହିଁକି ହେଲା କାହିଁକି ହେଲା ମାନେ କଣ ତାକୁ ଟ୍ରକ୍ ବାଡେଇଦେଲା କି ହାଇୱା ବାଡେଇଦେଲା କି ବସ୍ ବାଡେଇଦେଲା କି ଇଏ ନେଇକି ବାଡେଇଦେଲା କି ମଦ ପିଇକି ବାଡେଇଦେଲା କି ଲୋକମାନେ କି ଛୋଟ ପିଲା ଯାଉଛନ୍ତି ବାଡେଇଦେଲା କାହିଁକି ହେଲା ତାକୁ ମଧ୍ୟ ଲେଖିବାକୁ ପଡିବ ତାପରେ ବିବରଣୀ ଦେବ ଏହା ସମ୍ବାଦର ଶେଷ ପର୍ଯ୍ୟାୟର ବିବରଣୀ ଦେଇଥିବ ଯୋଉ ସମ୍ବାଦଟି ଲେଖିଛ ତାର ସଭା ଶେଷରେ ଲେଖିବ କଣ ସେଟା କାହିଁକି ଲେଖାଯାଏ ସମ୍ବାଦର ଚମତ୍କାରିତାକୁ ବଢେଇଥାଏ ନହେଲେ ତମକୁ ସମ୍ବାଦଟା ଅସମ୍ପୂର୍ଣ୍ଣ ମନେ ହୁଏ ବିବରଣୀ ନଦେଲେ ଅସମ୍ପୂର୍ଣ୍ଣ ମନେ ହୁଏ କିନ୍ତୁ ସମ୍ବାଦର ଚମତ୍କାରିତା ପରିବେଷଣ ଉପରେ ନିର୍ଭର କରେ ବିବରଣୀର ଉପଯୁକ୍ତ ଉପସ୍ଥାପନ ସମାପ୍ତି ସମ୍ବାଦକୁ ପାଠକର ନିକଟତର କରିପାରେ ପ୍ରକୃତରେ ସମ୍ବାଦ ପ୍ରସ୍ତୁତି ଓ ପ୍ରକାଶନ
ଗଣତାନ୍ତ୍ରିକ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଛାତ୍ରଛାତ୍ରୀମାନେ ସମ୍ବାଦ ଲେଖନକୁ ଅଭ୍ୟାସ କରିବା ଉଚିତ। ନିମ୍ନରେ କେତୋଟି ସମ୍ବାଦର ନମୁନା ଦିଆଯାଇଛି, ଏଥିରେ ସ୍ଥାନ ଓ ବ୍ୟକ୍ତି ବିଶେଷ ସମ୍ପୂର୍ଣ୍ଣ କାଳ୍ପନିକ। ଏଇଠି କିଛିଟା ସମ୍ବାଦ ପତ୍ରର ସୂଚନା ଦିଆଯାଇଛି, ସବୁ କାଳ୍ପନିକ। ଗୋଟେ ଦିଟା ପଢିବ, ଗୋଟେ ଦିଟା ପଢିଲେ ନିଜକୁ ଆଇଡିଆ ଆସିବ, ତାପରେ ତମ ଘର ପାଖ ଆଖରେ ଯାହା ସବୁ ଘଟଣା ଘଟୁଛି ତାକୁ ନେଇକି ନିଜେ ନିଜେ ସମ୍ବାଦ ଲେଖିବ। ବହି ଘୋଷିବା ଦରକାର ନାହିଁ। କିନ୍ତୁ ବହି ଯୋଉ ଗୁଡା ଅଛି ସବୁ ଯାକ ପଢିଦବ, ବେଳେ ବେଳେ ତମର ପରୀକ୍ଷାରେ ବହି ଭିତରୁ ହିଁ ଆସେ। ଯେମିତି ଗୋଟେ ଦେଇଛି ଫ୍ଲୋରାଇଡ ଯୋଉ ଅକାଳ ବାର୍ଦ୍ଧକ୍ୟ, ସେ ଫ୍ଲୋରାଇଡ ନେଲା ପାଣିରେ ଏଥିରେ କମିଲେ ବି ଖରାପ, ବଢିଲେ ବି ଖରାପ। ଫ୍ଲୋରାଇଡ ଯୋଗୁ ଅକାଳ ବାର୍ଦ୍ଧକ୍ୟ, ତମେ ଆଗ ଭାବିବ ଯେ ସେଇ ଆଗ ଜାଣିବା ଦରକାର ସେ ଜିନିଷଟା କଣ, କାହିଁକି ହଉଛି। ତେବେ ସେଇ ଏରିଆରେ ଫ୍ଲୋରାଇଡ ର ଅଭାବ, ସରି କଣ ଅଭାବ କଣ ଯୋଗୁ ଫ୍ଲୋରାଇଡ ର ମାତ୍ରା ଅଧିକା ହେଇଛି, ଯାହା ଫଳରେ କି ଜଲ୍ଦି ଜଲ୍ଦି ଲୋକ ବାର୍ଦ୍ଧକ୍ୟ ହେଇଯାଉଛନ୍ତି। ବାର୍ଦ୍ଧକ୍ୟ ହେଇଯାଉଛନ୍ତି କଣ, ବୟସଟା ସାଙ୍ଗେ ସାଙ୍ଗେ ବଢିଯିବ ନାଇଁ। ଫ୍ଲୋରାଇଡ ର ଅଭାବ ହେଲେ ତୋର ଦାନ୍ତ ଭଲସେ ଉଠେନି, ବେଶୀ ହେଇଗଲେ ଦାନ୍ତ ଫାନ୍ତ ଭାଙ୍ଗି ଯାଏ, ନଷ୍ଟ ହେଇଯାଏ। ତେଣୁକରି ଆମ ପେଷ୍ଟ ଗୁଡାକ ତିଆରି ମାପି ଚୁପିକି ଫ୍ଲୋରାଇଡ ଦିଆ ହବ, ଯେତିକି ଆମ ଦାନ୍ତକୁ ଦରକାର। ତ ଚୁଟି ଝଡିଯିବ, ଦାନ୍ତ ଖସି ପଡିବ, ପାକୁଆ ହେଇଯିବ, ତାକୁ ବୁଢା କୁହାଯିବ ନା। ବୁଢା କୁହାଯିବ ସେଇ କଥାକୁ ନେଇକି କୋଉ ଜାଗାରେ ନୟାଗଡ ଅଞ୍ଚଳରେ ଫ୍ଲୋରାଇଡ ସମସ୍ୟା ଲାଗିଛି, ସେଇ ଜାଗାରେ କିଏ କିଏ ମରିଛି, ଆଉ କୋଉ ଅଞ୍ଚଳ କ୍ଷତିଗ୍ରସ୍ତ ହେଇଛି, ତ ସେଇ ଅଞ୍ଚଳରେ ଫ୍ଲୋରାଇଡ ପାଣିରେ ସାଧାରଣତଃ ଫ୍ଲୋରାଇଡ କମ ବେଶୀ ମାତ୍ରା ଜଣା ପଡେ ହେଲା। କୋଉ ଅଞ୍ଚଳରେ ପାଣିରେ କେତେ ପରିମାଣରେ ଆମେ ସାଧାରଣତଃ କଣ ହେଇଥାଉ, କୋଉଠି ଯଦି ଛୋଟ ଛୁଆ ତାଙ୍କ ଦାନ୍ତ ଜଲ୍ଦି ନ ଉଠେ ଆମେ ଭାବୁ ସେଇ ଅଞ୍ଚଳ ପାଣି ବ୍ୟବହାର କରୁଛୁ, ହୁଏତ ସେଇ ପାଣିରେ ଫ୍ଲୋରାଇଡ ମାତ୍ରା ଟା ଅଧିକ, ସେଥିପାଇଁ ତା ଦାନ୍ତଟି ଉଠୁନି। ତେଣୁ କରିକି ପାଣିରେ ସାଧାରଣତଃ ବେଳେ ବେଳେ କଣ ହୁଏ, ଶରୀର କଳା ପଡିଯିବ, ଗୋଡ ହାତ ବିନ୍ଧିବା, ଦାନ୍ତ ମଝିରୁ ଭାଙ୍ଗିଯିବା, ଦାନ୍ତ ଗୁଡା ଖଣ୍ଡ ଖଣ୍ଡ ହେଇ ମଝିରୁ ଭାଙ୍ଗିଯିବ। ଫ୍ଲୋରାଇଡ ଅଧିକା ବି କ୍ଷତି, ଫ୍ଲୋରାଇଡ କମ ବି କ୍ଷତି। ତ ସେଇ କଥାକୁ ନେଇକି ଡାକ୍ତର ଟିମ୍ ଆସିକି ପାଣିରେ ଫ୍ଲୋରାଇଡ ରହିବା ଦ୍ୱାରା ଲୋକଙ୍କର ଠିକ ଭାବେ ହଜମ ହେଉନାହିଁ, ବିଭିନ୍ନ ପେଟ ରୋଗ ହଉଛି, ଏସବୁ ଗୁଡାକ ତାଙ୍କୁ ଜଣେଇଛନ୍ତି। ତମେ ପଢିବ, ଏଇଟା ନିଜେ ପଢିବ ହେଲା, ନ୍ୟୁଜ ଗୁଡା ଖାଲି 100ଟା ଜାଣିଲେ ଏଇ ଜିନିଷ ଗୁଡାକ ମେନ୍ ଜିନିଷ ରହିବା ଦରକାର। ଆମେ ରଚନା ଲେଖିବାନି କି ପ୍ରବନ୍ଧ ଲେଖିବାନି, ଯେତେରୁ ଯେତେ ସର୍ଟରେ ନ୍ୟୁଜ, ଏଟା ଭାବିବନି ଆମେ ପ୍ରବନ୍ଧଟେ ମୁଁ ଲେଖୁ, ନ୍ୟୁଜଟେ ଲେଖୁ, ଏତିକି ପଢିକି ଆସିବ। ଯେତିକି ଏଥିରେ ନ୍ୟୁଜ ଅଛି ବହିରେ, ମୁଁ ଏଇଠି ଗୋଟେ ଦେବି ତମକୁ ଗୋଟେ ମାନେ ଇମିଡିଏଟ ଆକ୍ସନ, ତାକୁ ଲେଖିବ ନ୍ୟୁଜରେ, ଦେଖିବ କଣ ଲେଖୁଛ ହେଲା। ଆର କ୍ଲାସରେ ନ୍ୟୁଜ ଗୁଡା ସବୁ ପଢିଥିବ, ଖାଲି ଶୈଳୀ ଭିତରେ ଗୋଟେ ଦରକାର ନାହିଁ ଯାହା ସୁନ୍ଦର କରିବା, ଖାଲି ଲେଖିବା ଶୈଳୀରେ ଜାଣିବା ଦରକାର। ଠିକ ପଢିବା କଣ, ପୁଷ୍ପପୁର ହିମକାଳ, ହିମକାଳ ଏବେ କଣ, ଏବେ କୋଉ ଋତୁ ଚାଲିଛି, ଶୀତ କରୁଛି, ଶୀତ ଋତୁ। ଯେହେତୁ ଶୀତ ଋତୁ ଚାଲିଛି, ସେଇ ଶୀତ ବିଷୟରେ ଗୋଟେ ପଢିବା। ଏବେ ହିମକାଳ ସେଇ ଶୀତ ଋତୁ ସମୟ, ହିମନ୍ତ କାଳ କହିଲେ ହିମନ୍ତ ଋତୁ, ହିମନ୍ତ ଋତୁ, କିନ୍ତୁ ଏଇଠି ହିମ ମାନେ ଶୀତ, ଶୀତ ଦିନର ଗୋଟେ ଖବର ଲେଖିଛନ୍ତି କିଏ, ଦୀନକୃଷ୍ଣ ଦାସ। ଦୀନକୃଷ୍ଣ ଦାସ କବି ପରିଚୟ ହଉଛନ୍ତି ସିଏ ସପ୍ତଦଶରୁ ଅଷ୍ଟଦଶ ଶତାବ୍ଦୀରେ ତାଙ୍କର ଜନ୍ମ ହେଇଥିଲା। ଜନ୍ମ ସ୍ଥାନ ହେଲା ଜଳେଶ୍ଵର, ବାସସ୍ଥାନ ହେଲା ପୁରୀ। ଜଳେଶ୍ଵର ହେଲା ବାଲେଶ୍ଵର ପାଖାପାଖି, ବାଲେଶ୍ଵରର ଜଳେଶ୍ଵରରେ ସେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ଆସିକି ପୁରୀରେ ସେ ବସତି ସ୍ଥାପନ କରିଥିଲେ, ରହିଥିଲେ ବୋଲି ତାଙ୍କର ବାସସ୍ଥାନ ହେଲା ପୁରୀ, ଜନ୍ମସ୍ଥାନ ହେଲା ଜଳେଶ୍ଵର। ସବୁ କ୍ୱେଶ୍ଚିନ୍ ଆସିବ, ତାଙ୍କର ବାସସ୍ଥାନ କୋଉଠି ଆଉ ଜନ୍ମସ୍ଥାନ କୋଉଠି, ଆଉ ତାଙ୍କର ସୃଷ୍ଟି ସମ୍ପଦ କଣ କଣ ସବୁ ସେ ରଚନା କରିଛନ୍ତି। ରସକଲ୍ଲୋଳ, ରସକଲ୍ଲୋଳ ତାଙ୍କର ସବୁଠୁ ବେଷ୍ଟ କାବ୍ୟ, ତା ଦେହରେ ସେ କୃଷ୍ଣଙ୍କର ଲୀଳାଖେଳା ବର୍ଣ୍ଣନା କରିଛନ୍ତି। ଆଉ ସେଇ ରସକଲ୍ଲୋଳ କାବ୍ୟରେ, ଯାହାକି କ ଅନୁପ୍ରାସରେ ରଚିତ, ତମର ଯେମିତି ବୈଦେହୀ ବିଳାସଟି କ ଅନୁପ୍ରାସରେ ରଚିତ, ସେଇଭଳି ରସକଲ୍ଲୋଳ କାବ୍ୟଟି କ ଅନୁପ୍ରାସରେ ରଚିତ ନାଇଁ, ହଁ କ ଅନୁପ୍ରାସରେ ରଚିତ। ଏଥିରେ ସେଇ କାବ୍ୟଟିରେ ତମର ଯୋଉ ଋତୁଚକ୍ର, କେତୋଟି ଋତୁ, 6 ଋତୁ, 6ଟି ଯାକ ଋତୁରେ ସେଇ ଗୋପପୁରରେ 6ଟି ଋତୁର ଆଗମନ ପରକୁ ପର କ୍ରମ ଅନୁସାରେ ଆସିଛି। ଆଉ ସେଇ ଋତୁ, ପ୍ରତ୍ୟେକ ଋତୁରେ ପରିବେଶର ଦେଖିବାକୁ କିଭଳି, ଲୋକମାନଙ୍କର ଚିନ୍ତାଧାରା କିଭଳି, ତାଙ୍କର ମାନେ ପରିଧାନ,
खाइबा पीवा चलनी सब जिनस को से वर्णना कर भाग भाग कर गोटे गोटे कर सब ऋतुर वर्णना तेणु आम तो सब ऋतु पढ़ले विराट बड़ा हो तेणु बही मात्र गोटे ऋतुर वर्णना दिखाई तो से रस ये तुम विषय रस कल्लोल ही आसी रस कल्लोल आसी तेज सृष्टि गोटे रस कल्लोल रस विनोदी प्रस्ताव जगमोहन छंद नामरत्न गीता भूतकेड़ी ज्ञान सागर अनेक भजन जनाना चौपदी चौतीसा चौपदी है चार्टा पद विशिष्ट लेखा चौतीसा चौतीस व्यंजन वर्ण को आद्य रखिकी जो साहित्य रचना करें चौतीसा कहवा तेज से दीनकृष्ण दास ओडिया साहित्य जड़े अनन्य प्रतिभा से वैष्णव सन्यासी थे तेणु वैष्णव धर्मी माने जो माने वैष्णव धर्म ग्रहण करते रीतियोग्य साहित्यिक मैंने जो साहित्य रचना करते से प्रथम गोटे रीति परंपरा था जोटा कि प्रथम इष्ट देव को गोटे नमस्कार करेंगे प्रार्थना करेंगे लेखाटी आरंभ करेंगे तेणु ओडिया वैष्णव परंपरार ज्ञान भक्ति उभय प्राधान्य दिए दीनकृष्ण थे से परंपरार साधक जलेश्वर जन्म होते हैं पुरुषोत्तम क्षेत्र पुरी को निजर कर्मभूमि भाव बाछी जगन्नाथ को दर्शन कर कृतकृत्य होते आपणार श्रेष्ठ रचना रस कल्लोल को से प्रेरणा रचना करें तेज रस कल्लोल रचनाटी काव्यटी जगन्नाथ प्रेरणा से जमी आम गोटे जिन करने पचर कि गोटे थाए ना क्या देखिए प्रेरणा कर से दीनकृष्ण दास रस कल्लोल काव्यटी जगन्नाथ प्रेरणा पाइकिना लिखी तार अर्थ न जगन्नाथ सतक सत माने वेश बदल हाथ गोड़ शंख चक्र गदा पद्म आनिकी बतई देते जो प्रेरणा करते जगन्नाथ को से पूजा करुले भक्ति करुले भक्ति एत भाव विहल हो जाते से भाव विहल से काव्यटी को यहाँ रचना कर रस कल्लोलटी जगन्नाथ प्रेरणा द्वारा रचना कहती यही पुरी रमणी काल गजपति दिव्य सिंह देव मनांतर होता से पुरी विताड़ित होते गोटे थर से गजपति सहित किसी मान मतांतर होता जो पुरी विताड़ित होते कि परवर्ती अवस्था राजा बुझीपारी डाकी राजा दया पुणी आसिले पुरी रही शेष जीवन से पुरी ही गले तेज दीनकृष्ण को ओडिया साहित्य जयदेव कहुए सर्फेसिंग जमी आम अलग क्या कहे कालिदास शेक्सपियर सहित तुलना करुचे सारा दशमी कहते नहीं हाँ सारा दशमी व्यासदेव सहित तुलना करछे तो ठीक से बड़ी दीनकृष्ण को ओडिया साहित्य जयदेव कहते जयदेव किए ना शुणुच गीत गोविंद शुणुच बटे गीत गोविंद किए रचना कर टीका गोविंद चंद्र किए रचना मत बढ़िया जोगी है आसो से स्टोरीटा नहीं भारी बढ़िया लगे गीत टीका गोविंद चंद्र घरे घरे माने बुढ़ा बुढ़ी थे घरे घरे से सब गाँती पाठ शुणी जयदेव जयदेव जपरी कांत कोमल पदावली लगी ओडिया पाठक मान निकट में बेस परिचित थे दीनकृष्ण से रस कल्लोल कांत कोमल पदावली रचना कर पाठक मान मन कर तेज लाइन खाली मन रख जयदेव सहित माने दीनकृष्ण को ओडिया साहित्य जयदेव कहुए यहाँ मन रख क्वेश्चन आसपे तेज आलोच्य कविताटी जो आसिक पढ़ा काल दीनकृष्ण से रस कल्लोल काव्यर एकादश छंदर अंश विशेष से जो काव्यटी पूरा काव्यटी तुम कहार रस कल्लोल काव्यटीर एकादश छंद रही विषयटी तुम एटा मन रख हिमकाल दूटा कौटू आसी तार मूल लेखा कौटू आसी तो लिख रस कल्लोल काव्य एकादश छंदर अंशरू आसी गोपर गोविंद ब्रजलीला वर्णना हो षोल ऋतु 6टी ऋतु ए गोटे वर्णना हो रस कल्लोल काव्य किंतु प्रथम जो हिम ऋतुटी आसी काव्य काव्य आम ऋतपत्र ऋतु कथा 6 ऋतु आगे गोटे आसी पछे गोटे आसी गोटे काव्य जो 6 ऋतुर परिप्रकाश कर वर्णना कर रस कल्लोल काव्य प्रथम से हिम ऋतुटी को वर्णना कर शीत ऋतुटीर शीत ऋतु गोपवासी मानकर अवस्था कौन होची देखिकी से जिनस गुड़िक वर्णना कर शीतर प्रकोप प्रकृति और गोपीगणकर जो शारीरिक आ मानसिक विक्रिया
ମାନେ ପ୍ରତିକ୍ରିୟା କଣ ହେଇଛି ଶାରୀରିକ जो शीत करूथबो शीत बेले हम केमती केमती गोटे मन प्रकार केमती हाथ घसुथिबो कि एमती जाकी जुकी ठिया हेतबो ए जो भय घटना एवं मानसिक प्रक्रिया कौन होची जदि जदि घरटा आसी जानतेनी जल्दी जल्दी कोठी टिके निहारे बसी निहा पत्थर टिके बसी जानतेनी शीत करछे ए जो मानसिक प्रतिक्रिया को महाकवि दीनकृष्ण अति सुंदर भाବରେ रचना କରିଛନ୍ତି तेणु तांको रचना प्रथम आसुची कर्णे शुण सुजने कृष्ण कथा काले न पाओ दंड कर्णे हिला कानरे तम कहिची प्रथम पदरे से निजर इष्ट को ही वर्णना करछते तांकर इष्ट होते कृष्ण बा जगन्नाथ बा विष्णु से जणे तेबे जेहेतु वैष्णव धर्मी रीति काव्य रे तांकर परंपरा अनुसार तांकर गोटे परंपरा अछि रचना करिबा पूर्व जे कोनसी काव्य बा कविता प्रथम से तांकर इष्ट को गोटे धाडी वंदना करबे सेति पई कि से मध्य यह हैला रीति जुगिय आदर्श यह रीति जुगिय आदर्श को नेकी वर्णित तेबे क अनुप्रास रे रचित काहे ना आद्य वर्ण क थबो आरंभ होइछि तेणु एटा क अनुप्रास रे वर्णित होइछि तेबे कर्णे शुण सुजने कृष्ण कथा कर्णे हिला कानरे शुण सुजने हिला पंडित लोक माने बा एटी काव्य पाठक माने बा काव्य को पढ़िबा पढ़ुथिबा रसिक विद्वान गण मानक उद्देश्य रे सुजने शब्दटी को व्यवहार करा जायछि यदि हम सुजने शब्दटी को अलगा अर्थ न ताले सुजन माने भल लोक किंतु एठी भल लोक तो कहा जाउछि ता सहित पंडित आ जो माने काव्य पढ़िबा पई कि ना आग्रही समस्त काव्य एटा पढ़िबे तबे सीता उद्देश्य रे लिखते जे पढ़िबो ता उद्देश्य रे लिखछन्ति नै तेणु करी हे मंडली वृंद काव्य पाठक रसिक विद्वान वृंद पंडित तबे तम कानरे तमे थरे कृष्ण कथा सुन काले न पाओ दंडधर व्यथा जदि तमे कृष्ण कथा कानरे सुनिबो तम जीवन काल भितरे काले काले न पाओ काले एठी शब्दटी जो लिखा है काले लाटा अंत समय रे बा मृत्यु समय रे न पाओ दंडधर व्यथा या कष्ट तबे व्यथा है कष्ट बा जंत्रणा दंडधर जो तो एठी तमर दिन कृष्ण दास कहते सर्व पंडित मंडली हे पंडित मंडली हे पाठक काव्य पाठक रसिक वृंद माने तमे कृष्ण को नाम थरे सुनो कृष्ण को कथा थरे निज कान को श्रवण कर जदि तुम कृष्ण को कथा श्रवण करूछ ताहले केबे भी तमे तमर मृत्यु समय मृत्यु तो निहाते आसीबो सत्य मृत्यु समय केबे भी तमे दंड देवा जमर कष्ट जंत्रणा पाइबो जम माने मरिबो आराम से मरिबो तुमको से कष्ट किछि हबनी जदि तुमे कृष्णकर नाम कथा तांकर जो कृष्णकर जो लीला था निज कानरे सुनिबो ताले तमर जम जंत्रणा तुमको लागिबो नाही प्रथम धाडी रे लिखले फास्ट तापर कहउछंती क्रीड़ा करन्ते गोपे पितवास क्रमे हिम ऋतु होय प्रवेश एठु आरंभ होला तांकर विवरणी जहां से कहबाकू चाहूले गोटे समय रे हमर कोठी गोपपुर रे जेतबे कृष्ण गोपपुर रे लीला करथले 14 वर्ष धरिना कृष्ण जन्म ठु नै जन्म तो हेले कोठी मथुरा रे किंतु तापर ताके बापा नै छाडी दे आसी गोपपुर से 14 वर्ष काल रही तो से 14 वर्ष रमणी काल भितर जहाँ सब क्रीड़ा करिसेंती लीला खेला करिसेंती तन्मधरे जो शीत ऋतु जो लीला खेला करिसेंती एवं से शीत ऋतु समय रे कृष्ण को लीला खेला को छाड़ से शीत ऋतु समय रे से गोपपुर रे अन्य माने जो माने रहिसेंती नर नारी माने गोपी माने सेठिकार पुष्करिणी सेठिकार पद्म समस्त विषय रे कहउछन तबे क्रीड़ा करते गोपी पितवास से जन क्रीड़ा करते हिला खेलुथिले गोपे गोपपुर रे पितवास हिला कृष्ण पितवसन ध्यानकर हळदिया वसन परिधानकारी कृष्ण तो एकदा कृष्ण जते बळे गोपपुर रे क्रीड़ा रत थिले बा लीला खेला करूथिले सेही समय रे गोटे थर क्रम अनुसार हिम ऋतु होए प्रवेश हिम ऋतु बा हेमंत ऋतु बा शीत ऋतु हम कहबे हेमंत टा शीत तबे कार्तिक मार्गशीर मासटा ହେଲା କିଛି ଲୋକ ହିମକୁ ହେମନ୍ତ ବୋଲି କୁହନ୍ତି କିଛି ଲୋକ ହିମକୁ ହିମ ଋତୁ ବା ଶୀତ ଋତୁ କୁହନ୍ତି हिम ऋतुटा जो हिम कालटा को समय कार्तिक और मार्गशीर मासटा से समय बहुत शीत हो एबे कथा कोनी एबे तो सब शीत नै कार्तिक मास रे लोक आगु जो गाधेया जांती ना कार्तिक स्नान करिया परि पारंती नै थई जांती एबे कार्तिक मास रे टोटली शीत नै मार्गशीर टिके टिके एबे टिके शीत करूची नै कार्तिक सरी मार्गशीर सरी पौष सरी सरी गलानी हाँ माघ को शीत
ତେଣୁ ହୁଏ ତ କ୍ରମ ଅନୁସାରେ ଯୋଉ ଋତୁ ପରେ ଯୋଉ ଋତୁ ଚକ୍ର ଅନୁସାରେ ଋତୁର ଶୀତ ଋତୁର ପ୍ରବେଶ ହେଇଛି ଗୋଟେ ଥର ଉପକୂଳରେ। ପୁଣି କହିଲେ କଲା ଦିବସ ପ୍ରତି ନ୍ୟୁନ ବହୁ ବହୁ ପଡିଲା ପଦ୍ମବନ। ତେବେ ସାଧାରଣତଃ ଶୀତ ଋତୁରେ ଆମେ କଣ ଜାଣିଛୁ ଦିନଟି ଛୋଟ ହେଇଥାଏ ନୁହେଁ। ଶୀତ ଋତୁରେ ଦିନ ଛୋଟ ହେଇଥାଏ ତାପରେ ତମର ଯୋଉ ଡିସେମ୍ବର ମାସ ଆସିଲା ଏବେ ଓଲଟା ଡିସେମ୍ବର ସରିଲାଣି କିନ୍ତୁ ଶୀତ କରୁଛି ଜାନୁଆରୀ ଆସିଗଲାଣି ଏବେ ଶୀତ ଯୋଉ ସମୟ ଶୀତ କରିବା କଥା ଶୀତ କରିବେ ନାହିଁ। ତେବେ ଡିସେମ୍ବର 25 ଠୁ ବଡ ଦିନ ହେଇଥାଏ କିନ୍ତୁ ଡିସେମ୍ବର 25 ପୂର୍ବରୁ ଶୀତ ଋତୁ ଷ୍ଟାର୍ଟ ହେବାଠୁ ନେଇକି ଡିସେମ୍ବର 25 ଯାଏ କଣ ହେଇଥାଏ ଦିନ ସାନ ଥାଏ। କଲା ଦିବସ ପ୍ରତି ନ୍ୟୁନ ନ୍ୟୁନ ହେଲା ଛୋଟ ତ ଶୀତ ଋତୁ ଯେତେବେଳେ ଆଗମନ ହେଲା ଉପକୂଳରେ ତ ସେଇ ସମୟରେ ଦିନ ଗୁଡିକ ସବୁ ଛୋଟ ହେଇଗଲା ଦିବସ ହେଲା ଦିନ ଗୁଡିକ ଛୋଟ ହେଇ ଆସିଲା ଏବଂ ବହୁ ବହୁ ପଡିଲା ପଦ୍ମବନ ତାପରେ କୋଉ କୋଉ ଆମେ ଯୋଉ କଣ ଚାହୁଁ ଚାହୁଁ ସେଠି ପାଣି ପଶିଗଲା କୋଉ କୋଉ ସେଇଟା କୋଉ ମାନେ ଶୀତ ଋତୁ ଆସୁ ଆସୁ ବା ଶୀତ ଋତୁ ଆସିଲାଣି କୋଉ ପଦ୍ମବନ ପୋଡିଲାଣି ପଦ୍ମବନ ପୋଡିଲାଣି କହିବା ଅର୍ଥାତ୍ ପଦ୍ମ ବନ ଅର୍ଥାତ୍ ପଦ୍ମ ପୋଖରୀ ସେଇ ଯୋଉ ପୋଖରୀରେ ଯୋଉ ପୋଖରୀ ଗୋଟେ କରିଥିଲା ତାପରେ ଭରପୁର ପଦ୍ମ ଫୁଲ ଫୁଟିଥିଲା। ସାଧାରଣତଃ ବର୍ଷା ଦିନେ ପଦ୍ମ ଫୁଲଟି ସୁନ୍ଦର ଦେଖାଯାଏ ପାଣି ପଡିକି ବହୁତ ସୁନ୍ଦର ଫୁଟିଥାଏ। ଖରାଦିନେ ବି ଭଲ ଦେଖାଯାଏ ଖରାପ ନୁହଁ ଯେ ମଉଳା ମଉଳି କିଛି କରେନି କାହିଁକିନା ତା ତଳେ ପାଣି ଅଛି। କିନ୍ତୁ ଶୀତ ଦିନରେ କାକର ପାତ ଯେହେତୁ ହୁଏ ତା ଉପରେ ଶିଶିର ପାତ ହେଇଥାଏ କୁହୁଡି ପଡେ ପଦ୍ମ ଫୁଲ ଗୁଡିକ ତା ପତ୍ର ଉପରେ ପାଖୁଡା ଗୁଡା ଅତି ନରମ ତାପରେ ଯେତେବେଳେ କୁହୁଡି ଗୁଡାକ ପଡିଯାଏ କାକର ପଡିଯାଏ ପାଖୁଡା ଗୁଡାକ ଛିନ୍ ଛିନ୍ ହେଇଯାଏ ନଷ୍ଟ ହେଇଯାଏ। କଳା କଳା ଠୋପା ବିନ୍ଦୁ ବିନ୍ଦୁ ହେଇଯାଏ ଅତି କୁଷିତ କଦାକାର ଦେଖାଯାଏ। ତେବେ କାହିଁକି ହୁଏ ଶୀତ ଦିନରେ ହୁଏ ଅଲଗା ଋତୁରେ କିନ୍ତୁ ପଦ୍ମ ଫୁଲଟି ବହୁତ ସୁନ୍ଦର ତେବେ ସେ କଥା କୋଉ କୋଉ ପୋଡିଲା ପଦ୍ମବନ ଅର୍ଥାତ୍ ପଦ୍ମ ବନ ଗୁଡିକ ପଦ୍ମ ଫୁଲ ଗୁଡିକ ଶିଶିର ପାତରେ ନଷ୍ଟ ହେଇଗଲା କୁହୁଡି ବା କାକର ବିନ୍ଦୁରେ ନଷ୍ଟ ହେଇଗଲା। କର୍ମେ ଯାହାର ଯେଉଁ ଦୋଷ ଥାଇ କାହା ବଳେ ଆନ କରି ନ ହୋଇ ତେବେ ପୁଣି କହୁଛନ୍ତି କବି ଯାହାର କର୍ମରେ ଯେଉଁ ଦଶା ହେଲା ଦୁର୍ଦଶା ଭୋଗିବାକୁ ଥିବ ଆମେ ପୁଣି ତୋ ଭାଗ୍ୟରେ ଯାହା ଅଛି ତୁ ସେୟା ଭୋଗୁଛୁ ତେବେ ସେଇ କଥା ସେ କହୁଛନ୍ତି ଯାହା କର୍ମରେ ଯେଉଁ ଦୁର୍ଦଶା ଭୋଗିବାର ଥାଏ ସିଏ ତାକୁ ଯିଏ ବି ରକ୍ଷା କଲେ ରହିପାରେ ନାହିଁ କାହା ବଳେ ଆନ କରି ନ ହୁଏ ଆନ ମାନେ ଅଲଗା ବା ଅନ୍ୟଥା ତେବେ ତମ କର୍ମରେ ଯାହା ଭୋଗିବାର ଥିବ ତମ ପାଖରେ ଯେତେ ବଳ ଯେତେ ଶକ୍ତି ଥିଲେ ସାମର୍ଥ୍ୟ ଥିଲେ ବି ତମର ସେ ଘଟଣା ଘଟିବା କଥା ହିଁ ଘଟିବ ଅନ୍ୟଥା ହବ ନାହିଁ ଏଇ କଥା କବି କହୁଛନ୍ତି ଏଇଟା କହିବାର ଉଦ୍ଦେଶ୍ୟ କଣ କାହାର ଭାଗ୍ୟ ଏତେ ଖରାପ ପଦ୍ମ ଫୁଲଟିର କଥା ଏଠି କହୁଛନ୍ତି। ତାହେଲେ କୁଶକେତୁ ଆସନ ଶ୍ରୀନିବାସ କୃଷ୍ଣ କରେ ଖାଇ ନାଥ ଦିନେଶ କୁଶକେତୁ ହେଲା ବ୍ରହ୍ମା ବ୍ରହ୍ମାଙ୍କର ଆସନ ତେବେ ପଦ୍ମ ଫୁଲକୁ ଲକ୍ଷ୍ୟ କର ବ୍ରହ୍ମା କାହା ଦେହରେ ବସିଥାନ୍ତି ପଦ୍ମ ଫୁଲ ଦେହରେ ପଦ୍ମ ଫୁଲ ଉପରେ ବସିଥାନ୍ତି ବ୍ରହ୍ମା ବ୍ରହ୍ମାଙ୍କର ଆସନ ହଉଛି ପଦ୍ମ ଫୁଲ ଶ୍ରୀନିବାସ ଶ୍ରୀଙ୍କର ନିବାସ ଶ୍ରୀ କିଏ ଶ୍ରୀ ହଉଛନ୍ତି ଲକ୍ଷ୍ମୀ ଲକ୍ଷ୍ମୀଙ୍କର ନିବାସ ହେଲା ବାସସ୍ଥଳୀ ହଉଛି ପଦ୍ମ ପଦ୍ମ ଉପରେ ମଧ୍ୟ ସିଏ ବାସ କରିଥାନ୍ତି। ଠିଆ ହେଇଥାନ୍ତି ଏଇ ଗୁରୁବାରର ମାଣବସାରେ ଲକ୍ଷ୍ମୀ ପାଦ ଉପରେ ଲକ୍ଷ୍ମୀ ଠିଆ ହେଇନଥାନ୍ତି ପଦ୍ମ ଫୁଲ ଉପରେ ତେବେ ଶ୍ରୀଙ୍କର ବାସସ୍ଥାନ ଆଉ ବ୍ରହ୍ମାଙ୍କର ଆସନ ବସିବା ସ୍ଥାନ ଆଉ କୃଷ୍ଣ ପରେ କୃଷ୍ଣଙ୍କର ହାତରେ କର ହେଲା ହାତ କୃଷ୍ଣ ପରେ ହେଲା କୃଷ୍ଣଙ୍କ ହାତରେ କଣ ଥାଏ ସମସ୍ତଙ୍କର ପଦ୍ମ ଥାଇ ନାଥ ଦିନେଶ ଆଉ ଦିନଶ ହେଲା ସୂର୍ଯ୍ୟଙ୍କର ଆମର ପୁରାଣ ଅନୁସାରେ ସୂର୍ଯ୍ୟଙ୍କର ପଦ୍ମିନୀକୁ ମଧ୍ୟ ସୂର୍ଯ୍ୟଙ୍କର ସ୍ତ୍ରୀ ବୋଲି କୁହାଯାଏ ହେଲା ମାନେ ନାଥ ହେଲା ସ୍ଵାମୀ ଦିନେଶ ହେଲା ସୂର୍ଯ୍ୟ ପଦ୍ମିନୀଙ୍କର ସ୍ଵାମୀ ହଉଛନ୍ତି ସୂର୍ଯ୍ୟ ହଁ ତେଣୁ କରିକି ଆମେ ପୁରାଣ କଥା କହିବା ତେଣୁ କରିକି ଯେତେବେଳେ ଆମେ ସାଧାରଣତଃ କଣ କହୁ ଏଇ ଆଜିକାଲିଆ ଜମାନାରେ ଯଦି ଗୋଟେ ମନ୍ତ୍ରୀର ଛୁଆ ଏଠି ଆସିକି ପଢୁଥିବ ତମ ସାଙ୍ଗରେ ତାହେଲେ ତାର କିଛି ଟେନସନ ନାହିଁ କାହିଁକିନା ତା ବାପା ମନ୍ତ୍ରୀ ତା ମୁଣ୍ଡ ଉପରେ ତା ବାପାର ହାତ ଅଛି ସେ ଫେଲ ହବନି ତାକୁ ଟିଚର ବାଡେଇବେନି ତାକୁ କେହି କିଛି କହିବେନି ଏଭଳିଆ ସବୁ ଘଟେ କାହିଁକି ନା ସିଏ ଗୋଟେ ଉପର ପାଇବାର ଲୋକଟା ଗୋଟେ ମନ୍ତ୍ରୀର ପୁଅଟା ସେଇଭଳିଆ ଯଦି ମନ୍ତ୍ରୀ ପୁଅଟା ହେଇକି ତା ମୁଣ୍ଡ ଉପରେ ଜଣଙ୍କର ହାତ ଥାଉଛି ତାକୁ କେହି କିଛି କହିପାରିବେନି ଟିଚର ମାନେ ବାଡେଇ ପାରିବେନି କି କିଛି ହେଇପାରିବନି ଠିକ ସେମିତି ଭଗବାନ ତାଙ୍କଠୁ ବି ବଡ ନୁହେଁ ମନ୍ତ୍ରୀ ଫନ୍ତ୍ରୀ ସେ ଆଇଏସ୍ ସମସ୍ତଙ୍କୁ ବଡ ନୁହେଁ କି ଭଗବାନ ତାହେଲେ ଏଇଠି କବି କହୁଛନ୍ତି ପଦ୍ମ ଫୁଲଟା ଭଗବାନ ତିନିଟା ବଡ ବଡ ଠାକୁର ସୂର୍ଯ୍ୟ କେତେ ବଡ ଦେଲେ ଲକ୍ଷ୍ମୀ ଚାରି ଜଣ ବ୍ରହ୍ମାଙ୍କର ସେ ଆସନ ବିଷ୍ଣୁଙ୍କ ହାତେ ଧରିଛନ୍ତି ତାକୁ ଲକ୍ଷ୍ମୀ ତାଙ୍କର ବସତି ସ୍ଥାପନ କରିଛନ୍ତି ସୂର୍ଯ୍ୟଙ୍କର ସେ ହଉଛନ୍ତି ସ୍ତ୍ରୀ
ତାପରେ ବି ତାର ଦୁର୍ଦ୍ଦଶା ତା କର୍ମ ପାଇଁକି ସିଏ ଶୀତ ଋତୁଟାରେ କଷ୍ଟ ଭୋଗୁଛି। ସେଇ କଥାକୁ ସେ କହୁଛନ୍ତି କେଡେ କେଡେ ବଡ ପ୍ରଭୁ ଏମାନେ, ଏମାନେ ଯୋଉ ଚାରିଜଣ କେତେ ବଡ ବଡ ପ୍ରଭୁ, କେତେ ବଡ ବଡ ଭଗବାନ ଏମାନେ, କରିପାରନ୍ତି ଅଭୟ ବଚନେ। ଆଉ ତାଙ୍କ ପାଖରେ ଏତେ ଶକ୍ତି ସାମର୍ଥ୍ୟ ଅଛି, ନିଜ କଥାରେ ସେ ଅଭୟ ଦେଇପାରନ୍ତି, କରିପାରନ୍ତି। ଅଭୟ ହେଲା ଆଶୀର୍ବାଦ, ବଚନ ହେଲା ନିଜ କଥାରେ ତମେ ତାକୁ ଯାହା ମାଗିଲେ ତଥାସ୍ତୁ କହିଦେଲେ ସବୁ ଘଟିଯିବ। ଏଭଳି ବଡ ବଡ ଦେବା ଦେବୀ ମାନେ ସେମାନେ, ତଥାପି ବି କେହି ରଖି ନ ପାରିଲେ ସେ କାଳେ କଲା ଭୋଗ ଯାହା ଥିଲା କପାଳେ। ତେବେ କବି କହୁଛନ୍ତି ତେବେ ଏତେ ବଡ ବଡ ଠାକୁର ମାନେ ତାର ସଂସ୍ପର୍ଶରେ ଆସିକି ମଧ୍ୟ ଯୋଉମାନେ କି ତାଙ୍କ ବଚନରେ ଅଭୟ ପ୍ରଦାନ କରିପାରିବେ, ବହୁତ ଆଶୀର୍ବାଦ ପ୍ରଦାନ କରିପାରିବେ, ହେଲେ କେହି ଶୀତ କାଳ, ସେ କାଳ ହେଲା ଏଠି ସେ କାଳ ଉଦ୍ଦେଶ୍ୟ ଶୀତ ଋତୁର ଉଦ୍ଦେଶ୍ୟରେ କୁହାଯାଉଛି, କିନ୍ତୁ ଶୀତ ଋତୁରେ ପଦ୍ମକୁ କେହି ସାହାଯ୍ୟ କରିଲେ ନାହିଁ। କାହିଁକି ନା ତାର କର୍ମରେ ଯାହା ଥିଲା, କଲା ଭୋଗ ଯାହା ଥିଲା କପାଳେ, ତା କପାଳରେ ଯାହା ଲେଖା ଥିଲା ସେ ସେଇଆ ହିଁ ଭୋଗ କରିଲା, ତାକୁ କେହି ବି ଅନ୍ୟଥା କରିପାରିଲେ ନାହିଁ। ତାର ଅର୍ଥ ଏଇଆ କହିବାକୁ ସେ ଚାହୁଁଥିଲେ ଯେ ଯେତେ ପଦ୍ମର ଉଦ୍ଦେଶ୍ୟ କହୁଛନ୍ତି ପଦ୍ମ ଫୁଲଟିଏ ଖରା ଦିନରେ ଏତେ ପ୍ରସ୍ଫୁଟିତ ହେଇଥାଏ, ବର୍ଷା ଦିନରେ ଏତେ ପ୍ରସ୍ଫୁଟିତ ହେଇଥାଏ, କିନ୍ତୁ ତାର ପଛକୁ ଦେଖ, ତାର ବ୍ୟାକଅପ୍ ଗୁଡାକ ଦେଖ, ସବୁ ବଡ ବଡ ହାଇଫାଇ ଦେବତା ଗୁଡାକ ନୁହେଁ। ଆମର ଲୋକାଲ ଭାଷାରେ ଯଦି ଆମେ କହିବା ହାଇଫାଇ ଘରର ଛୁଆ, ତାକୁ କିଛି କେହି କୁହ ନା, କିଛି ମନ୍ତ୍ରୀ ଛୁଆ ତାକୁ ଗୋଟେ ଆଏସ ଛୁଆ ତାକୁ ବାଡେଇବେ, ଠିକ ସେମିତି ସିଏ ଗୋଟେ ପଦ୍ମଟା ଗୋଟେ ହାଇଫାଇ ଲୋକଟେ କହିଲେ ଚଳେ। ଲକ୍ଷ୍ମୀ ହାତରେ ଧରିଛନ୍ତି, ବିଷ୍ଣୁ ସରି ଲକ୍ଷ୍ମୀ ବସୁଛନ୍ତି, ବ୍ରହ୍ମା ବସୁଛନ୍ତି, ବିଷ୍ଣୁ ହାତରେ ଧରିଛନ୍ତି, ତାପରେ ସେ ଯୋଉ କଣ ସୂର୍ଯ୍ୟଙ୍କର ସ୍ତ୍ରୀ, ତାମାନେ ସେ କେତେ ଲେବୁଲର, ତଥାପି ବି ଶୀତ ଋତୁ ଆସିଲେ ତାର ଅବସ୍ଥା ଖରାପ ହେଇଯାଉଛି, ତା କର୍ମରେ ଯାହା ଅଛି ସେ ଭୋଗିବାକୁ ପଡୁଛି ତାକୁ। ଏତିକି ଥାଉ, ଆର କ୍ଲାସରେ ସାରିଦବା, ଅଳ୍ପଟା ତ ଅଛି।